ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 8। ଗଙ୍ଗ ନରପତିଙ୍କର ସାମୟିକ ରାଜଧାନୀ ପଦ୍ମକ୍ଷେତ୍ର କୋଣାର୍କ ନଗରୀର ରାଜପ୍ରସାଦରେ ମହାରାଣୀ ସୀତାଦେବୀଙ୍କ ଅବସ୍ଥାନ କରୁଛନ୍ତି। ରାଜା ନରସିଂହ ବଙ୍ଗଦେଶରେ ମୁସଲମାନ ସହ ସଂଘର୍ଷରେ ରତ। କୋଣାର୍କ ସୂର୍ଯ୍ୟ ମନ୍ଦିରର କାର୍ଯ୍ୟ ତଦାରଖ କରିବା ପାଇଁ ରାଣୀ ସୀତାଦେବୀ ରାଜଧାନୀ କଟକରୁ ମଧ୍ୟମରେ ଆସି କୋଣାର୍କ ନଗରୀରେ ଅବସ୍ଥାନ କରିଛନ୍ତି। ଭଗ୍ନୀ ଚନ୍ଦ୍ରଦେବୀ ମଧ୍ୟ ଅବସ୍ଥାନ କରନ୍ତି କୋଣାର୍କ ରାଜପ୍ରସାଦରେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମନ୍ଦିର ନିର୍ମାଣ କାର୍ଯ୍ୟରେ ମନପ୍ରାଣ ଢାଳି ଦେଇଛନ୍ତି। କୋଣାର୍କ ନଗରୀ ଦୁର୍ଗଦ୍ୱାରରେ ପହଞ୍ଚିଲେ ରାଜା ନରସିଂହ। ଅନେକ ଦିନ ହେବ ରାଣୀଙ୍କ ସହ ସାକ୍ଷାତ ହୋଇନାହିଁ। ହୁଏତ ଜାଣି ଜାଣି ରାଣୀଙ୍କଠାରୁ ଦୂରରେ ରହୁଛନ୍ତି ନିଜର ବ୍ରତ ପାଳନ ପାଇଁ। ଗୋଟିଏ କିଶୋରୀ ପାଖରେ ସେ ସତ୍ୟଭ୍ରଷ୍ଟ ହେବାକୁ ଚାହାନ୍ତି ନାହିଁ। କୋଣାର୍କ ଯଦି ଜିତେନ୍ଦ୍ରିୟ ପୀଠ ହୁଏ ତେବେ ପ୍ରଥମେ ରାଜାଙ୍କୁ ହିଁ ସନ୍ନ୍ୟାସ ଧର୍ମ ପାଳନ କରିବାକୁ ହେବ। ସ୍ୱାମୀଙ୍କ ସତ୍ୟରକ୍ଷା ପାଇଁ ସୀତାଦେବୀ ସମସ୍ତ ରାଜକୀୟ ସୁଖ ବିଳାସ ତେଜି ସନ୍ନ୍ୟାସିନୀ ସାଜିଛନ୍ତି। ବୁଲି ବୁଲି ସେ ଶିଳ୍ପୀମାନଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କର କାର୍ଯ୍ୟ ଦେଖୁଛନ୍ତି। କୃଷ୍ଣପକ୍ଷ ରାତ୍ରିର ଅନ୍ଧକାର ଭିତରେ ସେ ଯାଇଛନ୍ତି ଶିଳ୍ପୀ ଶିବିରକୁ। ଦିନେ ଦିନେ ସାରା ରାତି ବୁଲି ବୁଲି ସେ ଶିଳ୍ପୀ ଶିବିରକୁ ଆଲୋକିତ କରନ୍ତି। ମହାରାଜା ବିଶ୍ରାମ ନେଲେ ନାହିଁ। ସୁକୁମାରୀ କାଶ୍ମୀର ରାଜଜେମା ମହାରାଣୀ ସୀତାଦେବୀ ତୁଳି ତଳ୍ପ ଶଯ୍ୟା ତେଜି ସ୍ୱାମୀଙ୍କର ସଂକଳ୍ପ ପଥରେ ରାତ୍ରି ଉଜାଗର ରହି ଶିଳ୍ପୀକୁ ଦେବେ ପ୍ରେରଣା। ମହାରାଜା ବିଶ୍ରାମ କରିପାରିବେ କିପରି? ଏଇଟା କ'ଣ ଅନ୍ୟାୟ ନୁହେଁ? ହୁଅନ୍ତୁ ସେ ସମର କ୍ଳାନ୍ତ। ବିଶ୍ରାମ ଅନେକ ଦୂରରେ। ରାଜ୍ୟର ସୀମାନ୍ତରେ ଶତ୍ରୁର ହୁଙ୍କାର। ରାଜ୍ୟ ଭିତରେ ସୂର୍ଯ୍ୟ ମନ୍ଦିରର ନିର୍ମାଣ ପାଇଁ ଶିଳ୍ପୀକୁଳର ଅବିଶ୍ରାନ୍ତ ସଂଗ୍ରାମ। ଏସବୁ ଭିତରେ ରାଜା ହେଉଛନ୍ତି ଶ୍ରେଷ୍ଠ ସଂଗ୍ରାମୀ। ପ୍ରତି ମୁହୂର୍ତ୍ତରେ ଯବନ ଆକ୍ରମଣର ଭୟରେ ସରଳ ଗ୍ରାମବାସୀ ଥରହର। ସେମାନଙ୍କୁ ଅଭୟ ଦେବାକୁ ହେବ। ବୁଝାଇ ଦେବାକୁ ହେବ ଯେ ରାଜା ନରସିଂହ ଜୀବିତ ଥିବା ଯାଏଁ, ତାଙ୍କର ପୁତ୍ର ପୌତ୍ର ଜୀବିତ ଥିବା ଯାଏଁ କଳିଙ୍ଗର ସୂର୍ଯ୍ୟ ଅସ୍ତମିତ ହେବ ନାହିଁ। ରାଜା ଅନ୍ଧାରେ ଅନ୍ଧାରେ ଅଶ୍ୱ ଛୁଟାଇଲେ। ଦ୍ୱାର ପରୀକ୍ଷ ବିସ୍ମୟ ସହକାରେ ଦେଖିଲା ମହାଦଣ୍ଡପାଶ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ ଅଶ୍ୱ ପୃଷ୍ଠରେ ବସି ଅନ୍ଧାରରେ ମିଳାଇଗଲେ। ବାଲୁକାମୟ ସମୁଦ୍ର ବେଳା ନିଘଞ୍ଚ ବଙ୍ଗର ଲଟା ନିବିଡ଼ ଜଙ୍ଗଲ ସୁବିସ୍ତୃତ ମାଙ୍କଡ଼ା ପଥର ଭୂମି ଓ କ୍ଷୁଦ୍ର କ୍ଷୁଦ୍ର ବୁଦି ବୁଦିକିଆ କଣ୍ଟାବଣ ବୃହତ୍ ସମତଳ ଭୂମି ଅତିକ୍ରମ କରି ଅଶ୍ୱ ଛୁଟିଥାଏ। ପଲ୍ଲୀ ଗ୍ରାମ ନଗର ଏବଂ ପୁରମାନ ଅନ୍ଧାର ଭିତରେ ନିଦକ ନିଶ୍ଚିତ ମନେ ହେଉଥାଏ। ଗ୍ରାମ ଭଟ୍ଟମାନେ ଅନ୍ଧାର ଭିତରେ ସଜାଗ ସତର୍କ ହେଉଥାନ୍ତି। କିଏ? ଅନୁପ୍ରବେଶକାରୀ ଶତ୍ରୁ ଯବନର ସେନା। ପ୍ରବଳ ପରାକ୍ରମୀ ଶତ୍ରୁ ଦମନକାରୀ ନରସିଂହଙ୍କ ସୁଦକ୍ଷ ସତର୍କ ସୀମାନ୍ତରକ୍ଷୀ ସେନା ଛାଉଣି ଟପି ଶତ୍ରୁ ସୈନ୍ୟ ରାଜ୍ୟ ଭିତରେ ପ୍ରବେଶ କରିବା କ'ଣ ସମ୍ଭବ? ଯଦି ସେକଥା ସମ୍ଭବ ହୁଏ ତେବେ ଅନୁପ୍ରବେଶକାରୀ ଶତ୍ରୁ ସୈନ୍ୟ ରାଜ୍ୟରେ ପ୍ରବେଶ କରିବା ବେଳକୁ ତାର ଶରୀରରେ ଶିର ନଥିବା ଦିବାରାତ୍ରି ଭଳି ସତ୍ୟ। ତଥାପି ଗ୍ରାମେ ଗ୍ରାମେ ଯବନର ଭୟ ମଞ୍ଜଥରା ଶୀତ ଭଳି ମନର ଭାରସାମ୍ୟ ଦୋହଲାଇ ଦିଏ। କାଳେ କାଳେ ଚାଞ୍ଚଲ୍ୟ ମଣିଷକୁ ଆନନ୍ଦ ଦିଏ। ସନ୍ଧ୍ୟା ବୁଡ଼ୁ ବୁଡ଼ୁ ଘରେ ଘରେ ତାଟି କବାଟ ପଡ଼ିଯାଏ ଯବନ ସେନାର ଅତ୍ୟାଚାରର ଭୟରେ। ଝିଅ ବୋହୂମାନେ ପ୍ରମାଦ ଗଣନ୍ତି। ନିଶବ୍ଦ ରାତିରେ ଘୋଡ଼ା ଶବ୍ଦ ଭୟାତୁର କରେ ସରଳ ଗ୍ରାମୀଣ ନରନାରୀଙ୍କୁ। ମା'ମାନେ କାନ୍ଦୁରା ପିଲାଙ୍କୁ ବୋଧ ଦିଅନ୍ତି, ଶୋଇପଡ଼, ମୋଗଲ ଆସୁଛି। ଗ୍ରାମଭଟ୍ଟଠାରୁ ଗ୍ରାମର କୁଶଳ ସମ୍ବାଦ ଶୁଣନ୍ତି ମହାଦଣ୍ଡପାଶବେଶୀ ମହାରାଜ। ଅଭୟ ଦିଅନ୍ତି। ପ୍ରଭାତ ହେବା ମାତ୍ରେ ଗ୍ରାମେ ଗ୍ରାମେ ଡେଙ୍ଗୁରା ଦିଅ। ରାଜ୍ୟବାସୀ ନିରାପଦ। ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ ରହୁ। ନିର୍ଭୟରେ କାଳ କଟନ୍ତୁ ସମସ୍ତେ। ଗଙ୍ଗବଂଶର ଶାସନ କାଳରେ ତାହା ଅସମ୍ଭବ। ରାଜ୍ୟବାସୀଙ୍କ ପାଇଁ ରାଜାଙ୍କର ଏ ବାର୍ତ୍ତା ପ୍ରଚାର କର ଯେ ଶତ୍ରୁ ସୈନ୍ୟ ରାଜ୍ୟସୀମା ସ୍ପର୍ଶ କରିବା ବହୁ ଦୂରର କଥା। ଗଙ୍ଗବଂଶର ଶାସନ କାଳରେ ତାହା ସର୍ବଦା ଅସମ୍ଭବ।
ଅଶ୍ଵ ଛୁଟେ ଗ୍ରାମରୁ ଗ୍ରାମାନ୍ତର। କେହି ଦୌଡ଼ି ଦୌଡ଼ି ଚାଲି ଯାଉଛି ଅବାଟରେ ତୋଟାମାଳ ଭିତରେ। ଝରାପତ୍ର ଉପରେ ପଦପାଦରେ ଛନ୍ଦେ ଛନ୍ଦରେ ଗୋଟାଏ ଅସହାୟ ଭୀତିଭାବ ବାରି ହୋଇ ପଡ଼ୁଛି। କ୍ଷଣକେ ଥମି ଯାଉଛି, କ୍ଷଣକେ ଅସ୍ଥିର ହେଇ ଧାଉଁଛି। ଶବ୍ଦ ପାରି ରାଜାଙ୍କ ଅଶ୍ଵ ବାଟ ଭାଙ୍ଗିଲାଣି। ପଛରୁ ଶୁଭୁଛି ଆଉ କେତେଟା ପାଦ ଶବ୍ଦ, କିଛିଟା ଅସ୍ପଷ୍ଟ ଗୁଞ୍ଜରଣ। ପାଦ ଶବ୍ଦ ଏଥର ଅସ୍ଥିର ହୋଇ ଉଠୁଛି। ଆଗେ ଆଗେ ଛାୟାମୂର୍ତ୍ତିଟିଏ ବିଳମ୍ବିତ ଚନ୍ଦ୍ରୋଦୟ ମିଳନ ଜ୍ୟୋତ୍ସ୍ନାଲୋକରେ ନିବୁଜ ପଦ୍ମକଳିର ପାଖୁଡ଼ାରେ ଶିଶିର ବିନ୍ଦୁ ଝରି ପଡ଼ୁଛି। ଅସ୍ଥିର ତରଙ୍ଗଟିଏ ଭଳି ଧାଇଁ ଯାଉଛି ଛାୟାମୂର୍ତ୍ତିଟି। ସମୁଦ୍ରକୁ? ନା, ଆଗରେ ପଦ୍ମପୋଖରୀ। ଧାବମାନ ଛାୟାକିଶୋରୀ କ୍ଷଣକେ ପଦ୍ମପୋଖରୀକୁ ଲମ୍ଫ ଦେବା କଥା। ଅଚାନକ ଗୋଟାଏ ବଳିଷ୍ଠ ଦୀର୍ଘ ହାତ କିଶୋରୀର ମୃଣାଳ ବାହୁ ଧରି ଅଶ୍ୱପୃଷ୍ଠକୁ ଟେକିନେଲା। ତାପରେ ଅନ୍ଧାର ଭିତରେ ଅଶ୍ଵ ଅଦୃଶ୍ୟ ହୋଇଗଲା। ଅଶ୍ଵର ଆଗେ ଆଗେ ଆଉ କେତେଟା ଛାୟାମୂର୍ତ୍ତି ଧାଇଁଥିଲେ। କିଏ? ଯବନସେନା? କିଶୋରୀକୁ ସେମାନେ କ'ଣ ଅପହରଣ କରିନେବାର ଅପଚେଷ୍ଟା କରୁଥିଲେ? ସେଥିପାଇଁ କିଶୋରୀ ପଦ୍ମପୋଖରୀରେ ଝାସ ଦେବା ପାଇଁ ସ୍ଥିର କରି ଧାଇଁଥିଲା। ବାମ ହାତ କିଶୋରୀର ମୂର୍ଚ୍ଛିତ ଶରୀରକୁ ଆକର୍ଷି ଧରିଛି। ଅଶ୍ଵ ଛୁଟିଛି, ପାଦ ଶବ୍ଦ ମିଳାଇ ଗଲାଣି। ସବୁ ନିର୍ଜନ, ସ୍ଥିର, ଶାନ୍ତ। ପଲ୍ଲୀ, ଗ୍ରାମ, ଜନପଦ ପଛରେ ପଡ଼ିଗଲାଣି। କିଶୋରୀର ଶରୀର ଶୀତଳ ହେଇ ଆସୁଛି। ପ୍ରଥମେ ତାର ଶୁଶ୍ରୂଷା ଆବଶ୍ୟକ, ନଚେତ୍ ତାକୁ ଉଦ୍ଧାର କରିବା ବୃଥା ହୋଇଯିବ। ନିବିଡ଼ ଜଙ୍ଗଲ। ଅଶ୍ଵ ଛିଡ଼ା ହେଲା ଏକ ମଗ୍ନ ମନ୍ଦିର ନିକଟରେ। ମନ୍ଦିର ଚତୁଃପାର୍ଶ୍ୱରେ ବୃହତ୍ ସମତଳ ଭୂମି ଏବଂ ତା ଉପରେ କେତୋଟି ଗୃହର ଧ୍ୱଂସାବଶେଷ। ପୋତି ହୋଇ ପଡ଼ିଥିବା କ୍ଷୁଦ୍ର ପୋଖରୀଟିଏ। ନିକଟରେ ବହୁଦିନର ପରିତ୍ୟକ୍ତ ଭଙ୍ଗା କୂଅ। ରାଜା ଅଶ୍ଵ ପୃଷ୍ଠରୁ ଅବତରଣ କଲେ। କିଶୋରୀର ମୂର୍ଚ୍ଛିତ ଶରୀରକୁ ଅତି ଯତ୍ନରେ ଶୁଆଇଦେଲେ ମନ୍ଦିର ପ୍ରାଙ୍ଗଣରେ। କିଛି ଅରଣ୍ୟଟି ଏକତ୍ର ବାନ୍ଧି ତା ଦେହରେ ନିଜର ଉତ୍ତରୀୟ ବାନ୍ଧି ଭଗ୍ନ କୂଅ ଭିତରକୁ ଧୀରେ ଧୀରେ ଖସାଇ ଦେଲେ। ଭାଗ୍ୟ ବଳରୁ କୂଅରେ ଏପର୍ଯ୍ୟନ୍ତ ବି ଝର ଫିଟିଛି। ଉତ୍ତରୀୟଟି ପାଣିରେ ବୁଡ଼ାଇ ଉଠାଇ ଆଣିଲେ। କିଶୋରୀର ମୁହଁରେ ଚିପୁଡ଼ି ଦେଲେ ଶୀତଳ ଜଳ। ପୁଷ୍ପିତ ରାତ୍ରି ଫୁଲର ଡାଳଟିଏ ଭାଙ୍ଗି କିଶୋରୀକୁ ଫଙ୍କା କରିବାକୁ ଲାଗିଲେ। ଅନ୍ଧାରରେ ବାଟ ଖୋଜି ଚନ୍ଦ୍ରିକାର କ୍ଷୀଣ ଧାରଟିଏ କିଶୋରୀର ମୁଦ୍ରିତ ଆଖିପତା ଛୁଇଁଲା। ରାଜା ବିସ୍ମିତ ହେଇ ଭାବିଲେ, କେଉଁଠି କେବେ ଦେଖିଛନ୍ତି ଏହି ନିଷ୍ପାପ ମୁଖପଦ୍ମକୁ? ଗୋଟାଏ ପରିଚିତ ପଦ୍ମଗନ୍ଧ ଭାସି ଆସୁଛି କିଶୋରୀର ଦେହରୁ। କିଏ ଏହି ପଦ୍ମଗନ୍ଧା ନାରୀ? ନିଟୋଳ ଲହୁଣୀ ହାତଟିଏ ନିସ୍ତେଜ ହେଇ ଦୂରଛଡ଼ା କରି ପଡ଼ିଛି। ତା ଉପରେ ଜକ୍ ଜକ୍ ଦିଶୁଛି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ନିଖୁଣ ଭାବେ ଚିତାକୁଟା ହେଇଛି। ତା ତଳକୁ ଚାରିଟି ଅକ୍ଷର ରାଧାକୃଷ୍ଣ। ଆଃ! ଅସ୍ପଷ୍ଟ ଆର୍ତ୍ତନାଦ କଲେ ମହାରାଜା। ନିଷ୍ଠୁର ଶିଳ୍ପୀର ଏହି ହୃଦୟହୀନ କାର୍ଯ୍ୟରେ ଲହୁଣୀ ହାତରେ ସୂଚୀ ବିଦ୍ଧ କଲା କେଉଁ ପାଷାଣ୍ଡ? ଚେତନା ଫେରି ପାଇ ସଙ୍କୋଚରେ ଉଠି ବସିଥିବା ନାରୀକୁ ଲକ୍ଷ୍ୟ କଲେ ମହାରାଜ। ପ୍ରଶ୍ନ କଲେ, କିଏ ତମେ ନାରୀ? ନାରୀଟି ସ୍ଥିର ଅଥଚ ଦୃଢ଼ ସ୍ୱରରେ ପାଲଟା ପ୍ରଶ୍ନ କଲା, କିଏ ଆପଣ? କାହିଁକି ମୋତେ ବଞ୍ଚାଇଲେ? ଆତ୍ମହତ୍ୟା ମହାପାପ। ପାପିନୀର ମହାପାପ କରିବା ଛଡ଼ା ଅନ୍ୟ ଗତି ନାହିଁ। ନାରୀଟି କୋହ ସମ୍ବରଣ କଲା। ତମର ପାପ? କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରୁ କରୁ ମୋର ସ୍ୱାମୀ। ନାରୀଟି ଅସ୍ଫୁଟ ସ୍ୱରରେ କାନ୍ଦିବାକୁ ଲାଗିଲା। ମହାରାଜଙ୍କ ହୃଦୟ ଭିତରେ କରୁଣ ସ୍ୱରଟିଏ ବାଜି ଉଠୁଛି। ତେବେ କ'ଣ ଏ ନାରୀ ନୀଳମହାରଣାର ବାକ୍ଦତ୍ତା? ରାଜା ସ୍ଥିରଚିତ୍ତରେ କହିଲେ, ନୀଳମହାରଣା ବିବାହ କରିନଥିଲା ଯଦିଓ ତାର ବିବାହ ସ୍ଥିର ହୋଇଥିଲା ଅନେକ ଦିନରୁ। ତମେ ତେବେ? ନୀଳମହାରଣା ସଙ୍ଗେ ମୋର କିଛି ସମ୍ପର୍କ ନାହିଁ। କୋଣାର୍କର ଶିଳ୍ପୀ ଶିବିରରେ କେବଳ ମାତ୍ର ନୀଳମହାରଣାର ମୃତ୍ୟୁ ହେଇଛି। ଆଉ ସମସ୍ତେ ସୁସ୍ଥ। ସେମାନେ ସର୍ବ ଶୁଭରେ କାର୍ଯ୍ୟରତ। କିନ୍ତୁ ମୋର ସ୍ୱାମୀ ମୃତ ବୋଲି କେହି ଆସି ମୋର ଶାଶୁଙ୍କୁ ଖବର ଦେଲା। ମହାପ୍ରଭୁ, ଆପଣ କିଏ? ଆପଣଙ୍କର ମୋର ସ୍ୱାମୀଙ୍କୁ ଚିହ୍ନନ୍ତି? ସେ କୁଶଳରେ ଅଛନ୍ତି? ତେବେ? କିଶୋରୀଟିର କଣ୍ଠରେ ଉତ୍କଣ୍ଠା, ବିସ୍ମୟ, ପୁଲକ ଏବଂ କାରୁଣ୍ୟର ଏକ ମିଶ୍ରିତ ମଧୁର ସ୍ୱର ଝଙ୍କାର। ରାଜା ନତଜାନୁ ହୋଇ କହିଲେ, ମୁଁ ରାଜଧାନୀ କୋଣାର୍କ ନଗରୀର ମହାଦଣ୍ଡପାଶ। ନଗରୀର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ମୋର କାମ। ମୁଁ ରାଜା ନରସିଂହଙ୍କର ସେବକ। ରାଜା ଏ ରାଜ୍ୟର ସେବକ, ଜଗନ୍ନାଥଙ୍କର ସେବକ। ତେଣୁ ମୁଁ ମଧ୍ୟ ଜଗନ୍ନାଥଙ୍କର ଜଣେ ସେବକ। ଦେବୀ,
ତମେ ସ୍ଥିର ହୁଅ। ଜଗନ୍ନାଥଙ୍କର ସେବକ ମିଥ୍ୟା କହେ ନାହିଁ। ନୀଳ ମହାରଣାର ମୃତ୍ୟୁ ସମ୍ବାଦ ସ୍ୱତନ୍ତ୍ର ଦୂତ ହାତରେ ଅତି ଦୁଃଖର ସହିତ ତାର ପରିବାରକୁ ଜଣାଇ ଦିଆଯାଇଛି। ତମ ସ୍ୱାମୀଙ୍କର ଅଶୁଭ ସମ୍ବାଦ ମିଥ୍ୟା, ଅମୂଳକ। କେହି ଦୂତ କ'ଣ ଏପରି ସମ୍ବାଦ ବହନ କରି ଆସିଥିଲା? ନା, ଦୂତ ଏ ସମ୍ବାଦ ଆଣି ନାହିଁ। ଲୋକମୁଖରେ ଏକଥା ପ୍ରଚାରିତ ହେଇଛି। ମୋ ଶାଶୁ ତାକୁ ବିଶ୍ୱାସ କରିଛନ୍ତି। ତମେ ସେସବୁ ବିଶ୍ୱାସ କର ନାହିଁ। ତମ ସ୍ୱାମୀ ଯିଏ ହୁଅନ୍ତୁ ନା କାହିଁକି, ସର୍ବଶୁଭରେ ସେ ଦେଶ କାର୍ଯ୍ୟ କରୁଛନ୍ତି। ଏଥର ଚାଲ, ଘରେ ପହଞ୍ଚାଇ ଦେବି। କିଶୋରୀ ଦୁଇ ହାତ ତୋଳି ଶୂନ୍ୟକୁ ନମସ୍କାର କଲା। କୃତଜ୍ଞ ହୋଇ ସ୍ୱର୍ଗତକ୍ତି କଲା। ଜଗନ୍ନାଥ ସ୍ୱାମୀ ମୋର ଯାହା ହେବାର ହେଉ, ସେ ସର୍ବଶୁଭରେ ଥାନ୍ତୁ। ତାଙ୍କର ରିଷ୍ଟଖଣ୍ଡନ ହୋଇଯାଇଛି। ପ୍ରଭୁ, ମୋ ପାଇଁ ତମ କରୁଣାର ସୀମା ନାହିଁ। ରାଜା ନରସିଂହ ମଧ୍ୟ ଶୂନ୍ୟକୁ ପ୍ରଣାମ ଜଣାଇଲେ। ମନେ ମନେ ଉଚ୍ଚାରଣ କଲେ, ପ୍ରଭୁ ପୁରୁଷୋତ୍ତମ, ନୀଳ ମହାରଣାର ଆତ୍ମାର ସଦ୍ଗତି ହେଉ। ଅବଶିଷ୍ଟ 1200 ଶିଳ୍ପୀଙ୍କୁ ଦୀର୍ଘାୟୁ କର ପ୍ରଭୁ। 1200 ପରିବାର ସର୍ବଶୁଭ ପାଇଁ ତମେ ହିଁ ଏକମାତ୍ର ଭରସା। ତମରି ଇଚ୍ଛା ପୂର୍ଣ୍ଣ ହେଉ। କେଶରୀର ହୃଦୟ ବିଗଳିତ ହେଇଛି। ଏ ପରମ ପୁରୁଷଟିର ସହୃଦୟତାରେ ଅନ୍ୟ ପାଇଁ ଯାହାର ଅନ୍ତର କାନ୍ଦେ, ସେ ଯିଏ ହେଲେ ବି ନମସ୍ୟ, ସେଇ ପୁରୁଷୋତ୍ତମ। ରାଜା ନମ୍ର ଭାବରେ କହିଲେ, ଦେବୀ ଅନୁମତି ଦିଅ, ସ୍ୱଗୃହରେ ପହଞ୍ଚାଇ ମୋର କର୍ତ୍ତବ୍ୟ ଶେଷ କରେ। ଅଳ୍ପ ସମୟ ପରେ ପ୍ରଭାତୀ ତାରା ଆକାଶରେ ଉଠିବ। ରାତ୍ରି ଶେଷ ହେବା ପୂର୍ବରୁ ମୋତେ ରାଜଧାନୀକୁ ଫେରିଯିବାକୁ ହେବ। ମୃତ ସ୍ୱାମୀ କେଉଁ ଦିବ୍ୟ କୃପାବଳରେ ବଞ୍ଚି ଉଠିଥିବାର ବିସ୍ମୟକର ଆନନ୍ଦର ଅନ୍ଧାରରେ ଭିତରେ ରାତ୍ରି କୁସୁମ ଭଳି କିଶୋରୀର ଅବଗୁଣ୍ଠିତ ମୁହଁରେ ଆନନ୍ଦର ଫୁଲ ସବୁ ତୋଫା ହୋଇ ଫୁଟୁଥିଲା। ବାଷ୍ପରୁତ କଣ୍ଠରେ ସେ କହିଲା, ମହାପ୍ରଭୁ, ତମେ ରାଜଧାନୀକୁ ଫେରିଯାଅ। ଈଶ୍ୱର ତମର ମଙ୍ଗଳ କରନ୍ତୁ। ମୋତେ ମୋ ବାଟରେ ମରିବାକୁ ଦିଅ। ସ୍ୱାମୀ ବଞ୍ଚି ରହିଛନ୍ତି, ଦେଶ କାର୍ଯ୍ୟରେ ମନ ଢାଳି ଦେଇଛନ୍ତି। ଏତିକି ଜାଣି ମରିବାରେ ଆଉ ମୋର ଦୁଃଖ ନାହିଁ। ମହାରାଜା କ୍ଷୁଣ୍ଣ ହେଲେ। ଆଶ୍ଚର୍ଯ୍ୟ ଏ କିଶୋରୀ। ସ୍ୱାମୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ସେ ଆତ୍ମହତ୍ୟା କରିବା ପାଇଁ ଘର ଛାଡ଼ିଥିଲା। ସ୍ୱାମୀ ବଞ୍ଚିଛନ୍ତି ଶୁଣି ସେ ଆନନ୍ଦ ମନରେ ଗୃହକୁ ଫେରିଯାଇ ଦୁଃଖିନୀ ଶାଶୁଙ୍କୁ ସାନ୍ତ୍ୱନା ଦେବାର କଥା, ଅଥଚ ଗୃହକୁ ଫେରିଯିବା ପାଇଁ ଚାହେଁନା। ରାଜା ଗମ୍ଭୀର କଣ୍ଠରେ ଉତ୍ତର କଲେ, ମୁଁ ଏ ନଗରର ମହାଦଣ୍ଡପାଶ। ଗୋଟିଏ ନିରାଶ୍ରୟ ନାରୀକୁ ଆତ୍ମହତ୍ୟା କରିବା ପାଇଁ ଛାଡ଼ିଦେବା ମୋ କାର୍ଯ୍ୟର ବାହାରର କଥା। ଆସ, ଘରେ ପହଞ୍ଚାଇ ମୋ ଶାଶୁଙ୍କୁ ସବୁ ବୁଝାଇଦେବି। କିଶୋରୀ ଦୁଃଖଭରା ସ୍ୱରରେ କହିଲା, ଶାଶୁଘର ବହୁଦିନ ଛାଡ଼ିଛି। ମୋ ପାଇଁ ଶାଶୁଘରର ଦ୍ୱାର ରୁଦ୍ଧ ହୋଇଯାଇଛି। କାରଣ ମୁଁ ପାପିନୀ, କଳଙ୍କିନୀ। କିଶୋରୀ ଲଜ୍ଜାରେ ଦୁଃଖରେ ଭାଙ୍ଗି ପଡ଼ୁଥାଏ। ତମର ପାପ କ'ଣ? ମୋ ପ୍ରତି ମୋ ଦିଅରଙ୍କର ଶ୍ରଦ୍ଧା, ସହାନୁଭୂତି। ସ୍ୱାମୀଙ୍କ ବିଦେଶ ଯାତ୍ରା ପାଇଁ ଶାଶୁଙ୍କ ଆଖିରେ ମୁଁ ଅଲକ୍ଷଣୀ। ତେଣୁ ନିର୍ଯାତନା ମୋର ପ୍ରାପ୍ୟ। ମୋ ଦିଅର ତାର ବିରୋଧ କଲେ। ପ୍ରତି ରାତ୍ରିରେ ମନ୍ଦିର ବେଢ଼ାରେ ଗଭୀର ବାମ୍ଫିରୁ ସେ ମୋ ପାଇଁ ପାଣି କାଢ଼ି ଘରକୁ ବୋହିନିଏ। ଘରେ ଅନେକ କାର୍ଯ୍ୟରେ ମୋତେ ସେ ସାହାଯ୍ୟ କରେ। ତାଙ୍କର ଏ ସାହାଯ୍ୟ ସହାନୁଭୂତି ଅନେକଙ୍କର ସହ ହୁଏ ନାହିଁ। ଗାଁ ସାରା ରାଷ୍ଟ୍ର ହେଲା। ପ୍ରତି ରାତ୍ରିରେ ମନ୍ଦିର ବେଢ଼ାର ବଉଳ ଗଛର ଚାନ୍ଦିନୀରେ ମୋ ଦିଅର ମୋ ସହ। କିଶୋରୀଟିର ବାଷ୍ପ ରୁଦ୍ଧ ହେଲା। ସେ ମୁହଁ ଲୁଚାଇ କାନ୍ଦୁ କାନ୍ଦୁ କହିଲା, ହେ ଭଗବାନ, ଅଭାଗିନୀକୁ ଦୟା ଦେଖାଇବାକୁ ଯାଇ ମୋର ଦିଅର ଭଳି ଦେବତା କଳଙ୍କିତ ହେଲା। ମୁଁ ତ ଅଭାଗିନୀ, କଳଙ୍କ ମୋର କପାଳ ଲିଖନ। କିନ୍ତୁ ତାର କ'ଣ ଦୋଷ? ଦୁଃଖୀଙ୍କୁ ଦୟା କରିବା କ'ଣ ଅପରାଧ? ରାଜା ସ୍ତବ୍ଧ ହୋଇ ଶୁଣୁଛନ୍ତି ଦେବୀ ଚନ୍ଦ୍ରଭାଗାର ଦୁଃଖ କାହାଣୀ। ଚନ୍ଦ୍ରଭାଗା ଦେହର ପରିଚିତ ପଦ୍ମଗନ୍ଧକୁ ସେ ଏବେ ଚିହ୍ନି ପାରିଛନ୍ତି। ସେ ନିରୁତ୍ତର। ଚନ୍ଦ୍ରଭାଗା ଭଳି କେତେ କେତେ କିଶୋରୀ ସ୍ୱାମୀ ବିଚ୍ଛେଦ କାଳରେ ଏମିତି ନିର୍ଯାତିତା ହେଉଥିବେ, ସେ କଥା ତ କେବେ ତାଙ୍କ ଚିନ୍ତାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରି ନାହିଁ। ଚନ୍ଦ୍ରଭାଗାର ଦୀର୍ଘଶ୍ୱାସରେ ରାତ୍ରି ଶେଷର ଆକାଶ ଧୂଆଁଳିଆ ଦିଶୁଛି। ଚନ୍ଦ୍ରଭାଗା କହିଲା, ଶାଶୁଙ୍କର ଆଦେଶରେ ବାପ ଘରକୁ ଫେରି ଆସିଲି। ବାପାଙ୍କୁ ଡକାଇ କୁଳଟା ବୋହୂକୁ ଫେରସ୍ତ ଦେଲେ ଶାଶୁ। ଆଦେଶ ଦେଲେ ତାଙ୍କର ପୁଅ ଫେରିଆସି ପାପିନୀର ମୁହଁ ଯେମିତି ନ ଦେଖେ। ବାପଘରେ ମଧ୍ୟ ଦୁଃଖର ଶେଷ ହେଲା ନାହିଁ। ମୋ ମିଥ୍ୟା କଳଙ୍କ ମୋତେ ସମସ୍ତଙ୍କର ସ୍ନେହ ସହାନୁଭୂତିରୁ ବଞ୍ଚିତ କଲା। ତଥାପି ବଞ୍ଚିଥିଲି। ପଦ୍ମ ଭଳି ପ୍ରତୀକ୍ଷା କରିଥିଲି ସ୍ୱାମୀଙ୍କୁ। ମନରେ ଆଶା ଥିଲା, ହୁଏତ ସେ ଫେରି ଆସିଲେ ମୋତେ ଥରଟିଏ ଦେଖା କରିବେ। ମୋ ଆଖିକୁ ଚାହିଁଲେ ସେ ହୁଏତ ମୋତେ ବୁଝିଯିବେ। କିନ୍ତୁ ହଠାତ୍ ବଜ୍ରପାତ ପରି ଅଚାନକ ଖବର ଆସିଲା ଶାଶୁଙ୍କ ପାଖକୁ। ତାଙ୍କର ପୁତ୍ର ମୋ କାଳ ନିଃଶ୍ୱାସରେ ଝରିଯାଇଛନ୍ତି।
ମୁଁ ଯଦି ବଞ୍ଚି ରହେ ତେବେ ତାଙ୍କର ବଂଶ ନାଶ ହୋଇଯିବ। ତାଙ୍କର ଇଚ୍ଛା ମୁଁ ବାପାଙ୍କ ଘର ଛାଡ଼ି ମୋର ପ୍ରିୟ ପଦ୍ମପୋଖରୀରେ ପ୍ରାଣ ବିସର୍ଜନ କରିବାକୁ ପ୍ରଣ କରିଥିଲି। ସେ ପଦ୍ମପୋଖରୀ ବନ୍ଧରେ ସ୍ୱାମୀଙ୍କୁ ଦେଖିଥିଲି ଥରେ, ଖୁବ୍ ଦୂରରୁ, ଅସ୍ପଷ୍ଟ ଭାବରେ। ସେଇଥିପାଇଁ ସେ ପୋଖରୀ ମୋର ପ୍ରିୟ। କିନ୍ତୁ ଆପଣ ମୋର ସଂକଳ୍ପରେ ବାଧା ଦେଲେ। ମହାରାଜା ଦୁଃଖଭରା କଣ୍ଠରେ କହିଲେ, ଦେବୀ, ବର୍ତ୍ତମାନ ତମେ ବାପାଙ୍କ ଘରକୁ ଫେରିଯିବା ଉଚିତ। କାରଣ ତମର ସ୍ୱାମୀ ଜୀବିତ ଏବଂ ସେ ତୁମକୁ ନିଶ୍ଚୟ ଗ୍ରହଣ କରିବେ। ଶିଳ୍ପୀର ଆଖି ତମର ନିଷ୍ପାପ କୋମଳତାକୁ ଠିକ୍ ବୁଝିପାରିବ। ଚନ୍ଦ୍ରଭାଗା ଦୁଃଖରେ ଭାଙ୍ଗି ପଡ଼ିଲା। ବିଷଣ୍ଣ ମୁଖ ତୋଳି କହିଲା, ବାପା ଏବେ ମୃତ। ଭାଇ ଭାଉଜଙ୍କ ସଂସାରରେ ମୁଁ ଏକ କଳଙ୍କର ବୋଝ। ମୋ ପାଇଁ ଭାଇ ଗାଁରେ ମୁଣ୍ଡ ତଳକୁ କରି ବାଟ ଚାଲନ୍ତି। ଆଜି ସାରା ରାତି ଗ୍ରାମ ବାହାରେ କଟାଇ କେଉଁ ସାହସରେ ମୁଁ ଫେରିଯିବି? ଜାଣେ ନା ଗାଁ ଛାଡ଼ି ମୁଁ କେତେ ଦୂର ଚାଲି ଆସିଛି। ଯଦି ଫେରିଯାଏ ତେବେ ଭାଇ ତ ଦୂରର କଥା, ମୋ ଗାଁ ମୋତେ ଆଉ ଗ୍ରହଣ କରିବ ନାହିଁ। ଆଜି ମୋର ସବୁ ରାସ୍ତା ବନ୍ଦ। ମୋତେ ଏଇଠି ଛାଡ଼ି ଆପଣ ରାଜକାର୍ଯ୍ୟରେ ରାଜଧାନୀ ଫେରିଯାଆନ୍ତୁ। ଯୁଗେ ଯୁଗେ ସମାଜର ଅନ୍ଧ ବିଚାରରେ ନାରୀ ଜାତି ନିର୍ଯାତିତା। ରାଜା ନରସିଂହ ଏ କିଶୋରୀର ନିଷ୍ପାପ ଚରିତ୍ରର ନିର୍ମଳତା ସମ୍ବନ୍ଧରେ ନିଃସନ୍ଦେହ। ଗତ ରାତ୍ରିରେ କିଶୋରୀଟିଏ ଗ୍ରାମ ଛାଡ଼ି ଚାଲି ଆସିଥିଲେ ବି ତାର ନିର୍ମଳତାର ମଳିନତାର ସ୍ପର୍ଶ ନାହିଁ, ସେ ଜାଣନ୍ତି। ଅଥଚ କିଶୋରୀଟିକୁ ସାମାଜିକ ନ୍ୟାୟ ଦେବା ଆଜି ତାଙ୍କ କର୍ତ୍ତୃତ୍ୱର ବାହାରେ। ରାଜା ହେଇ ସେ ଅସହାୟ। ଦିନେ ସତୀ ସୀତାଙ୍କୁ ମଧ୍ୟ ଏମିତି ମିଥ୍ୟା କଳଙ୍କ ମଥାରେ ବହି ନିର୍ବାସିତା ହେବାକୁ ପଡ଼ିଥିଲା। କିଶୋରୀଟି ସତକୁ ସତ ଗ୍ରାମକୁ ଫେରିଯିବା ଆଉ ସମ୍ଭବ ନୁହେଁ। ତାକୁ ଏଠି ଛାଡ଼ି ଦେଇଯିବା ଏବଂ ମୃତ୍ୟୁମୁଖକୁ ଠେଲି ଦେଇଯିବା ଏକ କଥା। ସେ କ'ଣ କରିବା ବାଞ୍ଛନୀୟ? ନିବିଡ଼ ଅରଣ୍ୟର ମଥାନରେ ଦିଗହୀନ ଅନ୍ଧାର ଆକାଶକୁ ଚାହିଁ ନିଜ କାର୍ଯ୍ୟପନ୍ଥାରେ ଦିଗ ନିର୍ଣ୍ଣୟ କରୁଥିଲେ ରାଜା ନରସିଂହ। ସାମ୍ନା ଆକାଶର ରଙ୍ଗ ବଦଳୁଛି। ସ୍ୱଳ୍ପ ଅନ୍ଧାରରେ ଏଥର ଦିଗ ବାହାରି ହେବ। ଉଦାର ଆକାଶ କିଛି ମୃଦୁରଙ୍ଗ ପୃଥିବୀରେ ବି ବୁଣି ଦେଉଛି। ରାଜାଙ୍କର ଦୃଷ୍ଟି ସମ୍ମୁଖରେ ପଦ୍ମଫୁଲଟିଏ ପାଖୁଡ଼ା ମେଲୁଛି, କିନ୍ତୁ ଆଦିତ୍ୟ ଅନେକ ଦୂରରେ। ଜ୍ୟୋତ୍ସ୍ନାଲୋକରେ ଯେଉଁ ମୁଖ ଶୋଭା ଥରେ ମାତ୍ର ଦେଖି ରାଜା ଦିନେ ବିସ୍ମିତ ହୋଇଥିଲେ, ଆଜି ଅରୁଣାଲୋକରେ ସେହି ମୁଖ ଶୋଭାରେ ସେ ସ୍ତମ୍ଭୀଭୂତ, ମନ୍ତ୍ରମୁଗ୍ଧ। ଗୋଟାଏ ପବିତ୍ର କୋମଳ ସ୍ୱର୍ଗୀୟ ପ୍ରେମ ଭାବରେ ମାନବ ହୃଦୟର ସବୁ ଶୂନ୍ୟତା, ସବୁ ସଂକୀର୍ଣ୍ଣତା ଅନ୍ତର୍ନିହିତ ହୋଇଛି। ଏ ନିଷ୍ପାପ କିଶୋରୀଟି ଭାଗ୍ୟର ବିଡ଼ମ୍ବନାରେ ନର୍କପୁରୀକୁ ଫେରିଆସିଲେ ମଧ୍ୟ ତାଠାରେ ପାପର ଛାୟା ସୁଦ୍ଧା ପଡ଼ିବ ନାହିଁ। ଅଥଚ ସମାଜ ଆଖିରେ ସେ ଆଜି କୁଳଟା, ପାପିନୀ, ଅଲକ୍ଷଣୀ। ଯାହାକୁ ସେ ଏପର୍ଯ୍ୟନ୍ତ କିଶୋରୀ ମନେ କରିଥିଲେ, ସେ ଆଜି ପୂର୍ଣ୍ଣ ଯୌବନା ତରୁଣୀଟିଏ। ଏ ଭିତରେ କେତେ ବର୍ଷ ଗତ ହୋଇଯାଇଛି ବୋଲି ଏବେ ସ୍ମରଣକୁ ଆସୁଛି। କୋଣାର୍କ ମନ୍ଦିର ନିର୍ମାଣ ପ୍ରାୟ ଅଧାଅଧି ସମ୍ପନ୍ନ ହୋଇଛି। ଏ ଭିତରେ ବିତିଗଲାଣି 7 ବର୍ଷ। ଶିଳ୍ପୀ ପ୍ରିୟାର ପ୍ରତୀକ୍ଷା ଶେଷ ହୋଇ ଆସୁଛି, କିନ୍ତୁ ଚନ୍ଦ୍ରଭାଗାର ପ୍ରତୀକ୍ଷାର ଅନ୍ତ କେଉଁଠି? ରାଜା ମନ୍ଦ୍ର ମଧୁର ସ୍ୱରରେ କହିଲେ, ଦେବୀ, ଏବେ ମଧ୍ୟ ପ୍ରଭାତ ହେବା ପାଇଁ କିଛି କ୍ଷଣ ବାକି ଅଛି। ଆସ, ମୁଁ ନେଇଯିବି ଗ୍ରାମକୁ, ପଦ୍ମପୋଖରୀ ତଟକୁ। ପ୍ରତ୍ୟୁଷରୁ ସ୍ନାନ ସାରି ତମେ ଘରକୁ ଫେରିଯିବ। କେହି କିଛି ଜାଣିବେ ନାହିଁ। ସେତେବେଳକୁ କେହି ଶଯ୍ୟା ମଧ୍ୟ ତ୍ୟାଗ କରିନଥିବେ। ବିବେକବନ୍ତ ପରମ ପୁରୁଷଙ୍କୁ ଚାହିଁଲା ଚନ୍ଦ୍ରଭାଗା। ଯୁବକ ମହାଦଣ୍ଡ ପାଶଙ୍କର ପ୍ରଶସ୍ତ ବୁକୁ, ସୁଉଚ୍ଚ କପାଳ, ଉନ୍ନତ ନାସା, ଆୟତ ଉଦ୍ଧାର ଚକ୍ଷୁ, ଉଜ୍ଜ୍ୱଳ ସୌମ୍ୟ କାନ୍ତି ତାର ତରୁଣୀ ହୃଦୟର ଅଲିଖିତ ପୃଷ୍ଠାରେ ଏକ ଅପୂର୍ବ ଶ୍ରଦ୍ଧା ଓ ସମ୍ଭ୍ରମ ଛବି ଆଙ୍କିଥିଲା। ଚନ୍ଦ୍ରାଲୋକରେ ଏମିତି ଏକ ଦୀର୍ଘ ପୁରୁଷ ତାକୁ ବଞ୍ଚାଇଥିଲେ। ଠିକ୍ ସେଇ ନାକ, ସେଇ ଆଖି, ସେଇ ମନ୍ଦ ମଧୁର ସ୍ୱର। ସେଦିନ ବଞ୍ଚିବା ଶ୍ରେୟ ଥିଲା। ଆଜି ମୃତ୍ୟୁ ଭିନ୍ନ, ଅନ୍ୟଗତି ନାହିଁ। ତଥାପି ତଫାତ୍ ମାତ୍ର ଏତିକି, ସେ ତାକୁ ଫେରାଇ ନେବାକୁ ଚାହାନ୍ତି। ସେ କିଏ ଜାଣନ୍ତି ମୃତ୍ୟୁଠାରୁ ଜୀବନ ଆସି ବେଶୀ କଷ୍ଟକର ବୋଲି? ଚନ୍ଦ୍ରଭାଗା ନମ୍ର କଣ୍ଠରେ ମିନତି କଲା, ମହାଶୟ, ମୁଁ ଜାଣେ ବିବାହିତା ନାରୀ। ସଜ୍ଞାନରେ ଆପଣଙ୍କ ସହ ଅଶ୍ୱପୃଷ୍ଠରେ ବସି ଫେରିବା ମୋ ପକ୍ଷେ ଅନୁଚିତ। ଆପଣ ଆଗେ ଆଗେ ଫେରିଯାଆନ୍ତୁ। ଗ୍ରାମର ସମ୍ବାଦ ସଂଗ୍ରହ କରି ଫେରିଆସି ମୋତେ ଆପଣ ଜଣାଇବେ। ଯଦି ମୋର ଅନ୍ତର୍ଦ୍ଧାନ କଥା କେହି ଜାଣିନଥିବେ, ତେବେ ମୁଁ ନିଶ୍ଚୟ ଫେରିଯିବି ଏବଂ ସ୍ୱାମୀଙ୍କୁ ପ୍ରତୀକ୍ଷା କରି ବଞ୍ଚି ରହିବି। କିନ୍ତୁ ପ୍ରଭାତ ଆଉ ଅଳ୍ପ ଡେରି। ରାତି ପାହିଗଲେ ତମେ ଫେରିଯାଇ ପାରିବ ନାହିଁ। ତମ ଅନ୍ତର୍ଦ୍ଧାନ କଥା ପ୍ରଚାର ହୋଇଯିବ।
ରାଜା ଯୁକ୍ତି ବାଢ଼ିଲେ। ଚନ୍ଦ୍ରଭାଗା ନମ୍ର ଭାବରେ କହିଲା, ଯାହା ହେଲେ ମଧ୍ୟ ଆପଣଙ୍କ ସହ ଅଶ୍ୱପୃଷ୍ଠରେ ବସିବା ଫେରିବା ମୋ ପକ୍ଷରେ ସମ୍ଭବ ନୁହେଁ। ତାଦ୍ୱାରା ଗ୍ରାମରେ ମୋର ଆଉ ଏକ ନୂତନ କଳଙ୍କର କଥା ପ୍ରଚାରିତ ହେବ। ଆପଣ ସମୟ ନଷ୍ଟ ନ କରି ଶୀଘ୍ର ଫେରିଯାଆନ୍ତୁ। ଆପଣ ଶୀଘ୍ର ଫେରିଆସିଲେ ହୁଏତ ରାତ୍ରି ପାହିବା ପୂର୍ବରୁ ମୁଁ ଗ୍ରାମ ସୀମାରେ ପହଞ୍ଚିଯିବି। ରାଜା ଯେମିତି ଏ ନାରୀଟି ଆଗରେ ବାଧ୍ୟ ଶିଶୁଟିଏ, ସେ ସମ୍ମତ ହେଲେ। ଅବିଚଳିତ କଣ୍ଠରେ ସେ କହିଲେ, କିନ୍ତୁ ଗୋଟାଏ ସର୍ତ୍ତ, ଯଦି ଗ୍ରାମ ସୀମାରୁ ମୁଁ ନିରାଶ ହୋଇ ଫେରେ, ତେବେ ମୋ ସାଙ୍ଗେ ରାଜଧାନୀ କୋଣାର୍କ ନଗରୀକୁ ତମକୁ ମୁଁ ଘେନିଯିବି। ସେଠି ତମର ସ୍ୱାମୀ ମନ୍ଦିର ତୋଳୁଛନ୍ତି, ତମେ ତାଙ୍କ ପ୍ରେରଣା ହେବ। କୋଣାର୍କ ହେବ ଅନବଦ୍ୟ ରୂପସଭାର ଗ୍ରନ୍ଥାଘର। ଚନ୍ଦ୍ରଭାଗା ଚମକି ଉଠି କହିଲା, ସେ କଥା ହେଲେ ମହାରାଜ ମୋ ସ୍ୱାମୀଙ୍କର ମୁଣ୍ଡକାଟ କରିବେ ଏବଂ ମୋ ପାଇଁ ନର୍କଭବର ବ୍ୟବସ୍ଥା କରିବେ। ମହାରାଜଙ୍କ ପାଖରେ ମଣିଷଠାରୁ ପଥରର ମୂଲ୍ୟ ବେଶୀ। ପଥରରେ ପ୍ରାଣ ଫୁଟାଇବା ପାଇଁ ସେ ମଣିଷ ପ୍ରାଣର ଭାଷା ପ୍ରତି ପ୍ରଥର ହୋଇଯାଇଛନ୍ତି। ରାଜା ନରସିଂହ ସ୍ତବ୍ଧ ହୋଇ ଠିଆ ହୋଇଛନ୍ତି। ଏ ଗ୍ରାମ୍ୟ ଲଳନାଟି ବାରମ୍ବାର ତାଙ୍କର ରାଜକୀୟ ବିଚାର ଉପରେ ପଦାଘାତ କରୁଛି। ଯେଉଁ ଝିଅଟାର କଥା ରକ୍ଷା କରି ସେ 12 ବର୍ଷର କଠୋର ତପ ଆଚରଣ କରିଛନ୍ତି, ସେ ତାଙ୍କୁ ରାଜା ଭାବରେ ସମ୍ଭ୍ରମ ଦେଖାଏ, ମାତ୍ର ମଣିଷ ଭାବରେ ଶ୍ରଦ୍ଧା କରେ ନାହିଁ। ଏତିକି ତ ରାଜାର ଦୁଃଖ। ରାଜା ସ୍ଥିର କଣ୍ଠରେ କହିଲେ, ଦେବୀ, ରାଜା ଜଣେ ସାଧାରଣ ମଣିଷ। ତାଙ୍କ ହୃଦୟରେ ସବୁ ମଣିଷ ପରି ଦୟା, କ୍ଷମା, ସ୍ନେହ, ପ୍ରେମ, ଭକ୍ତି, କରୁଣା ରହିଛି। ରାଜା ନରସିଂହଙ୍କୁ ମୁଁ ଜାଣେ। ମଣିଷ ପାଇଁ ତାଙ୍କର ଅନ୍ତର କାନ୍ଦେ। ତମେ ଯେ ସେ କଥା ବୁଝ ନାହିଁ, ଏତିକି ଜାଣିଲେ ସେ ଦୁଃଖୀ ହେବେ। ରାଜାଙ୍କର ପୁଣି ଦୁଃଖ? ହସିଲା ଚନ୍ଦ୍ରଭାଗା। ରାଜା ନରସିଂହ ଦୁଃଖଭରା ହୃଦୟରେ ଭାବିଲେ, ସମସ୍ତେ ଭାବନ୍ତି ରାଜାର କିଛି ଦୁଃଖ ନାହିଁ। ଏତିକି ହିଁ ରାଜାର ସବୁଠାରୁ ବଡ଼ ଦୁଃଖ। ରାଜା ନିଜ ଦୁଃଖକୁ ନିଜ ଭିତରେ ସଞ୍ଚୟ କରିନେଲେ। ଏ ଦୁଃଖିନୀ ଝିଅଟାର ଦୁଃଖର ଗୁରୁଭାର ଏତେ ବେଶୀ ଯେ ସେଠି ଆଉ କାହାର ଦୁଃଖୀ ହୃଦୟର ଭାଷା ପହଞ୍ଚି ପାରିବ ନାହିଁ। ନିଜ ଦୁଃଖ ଛଡ଼ା ତାର ଯେ କିଛି ସମ୍ବଳ ନାହିଁ। ମଣିଷ ଅତି ଦୁଃଖରେ ଦେବତାକୁ ପଥର କହେ। ରାଜା ତ ଦେବତାର ସେବାକାରୀ ନଗଣ୍ୟ ମଣିଷଟିଏ। ତାକୁ ଯଦି ଚନ୍ଦ୍ରଭାଗା ଦୁଃଖରେ ଭାଙ୍ଗି ଯାଉ ଯାଉ ଥରେ ପଥର କହେ, ସେଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ରାଜା ଅଶ୍ୱାରୋହଣ କରିବା ପୂର୍ବରୁ ପ୍ରଶ୍ନ କଲେ, ନିର୍ଜନ ବନଭୂଇଁରେ ଏକାକୀ ତୁମେ ଭୟ ପାରିବ ନାହିଁ ତ? ଆକାଶର ମ୍ଳାନ ନକ୍ଷତ୍ର ଭଳି ଚନ୍ଦ୍ରଭାଗା ମ୍ଳାନ ହସି ଉତ୍ତର ଦେଲା, ମୃତ୍ୟୁ ପାଖରେ ନିଜକୁ ସମର୍ପି ଦେବା ପାଇଁ ଯେ ବାହାରିଛି, ତାର ପୁଣି ଭୟ? ରାଜା ଅଶ୍ୱାରୋହଣ ପୂର୍ବକ କହିଲେ, ଭୟ ନାହିଁ ଦେବୀ, ମୁଁ ଖୁବ୍ ଶୀଘ୍ର ଫେରି ଆସୁଛି। ଜଗନ୍ନାଥ ତୁମର ଭରସା ହେବେ। ଅଶ୍ୱାରୋହୀ ରାଜା ବିଦ୍ୟୁତ୍ ବେଗରେ ଅନ୍ତର୍ହିତ ହୋଇଗଲେ। ଚନ୍ଦ୍ରଭାଗା ତାଙ୍କୁ ପ୍ରଣାମ ଜଣାଇ ସ୍ୱର୍ଗତୋକ୍ତି କଲା। ହେ ଅଶ୍ୱାରୋହୀ ଯୁବକ, ତମେ ଯିଏ ବି ହୁଅ, ଚନ୍ଦ୍ରଭାଗାର ତମେ ନମସ୍ୟ। ଦେବଦୂତ ଭଳି ବାରମ୍ବାର ତମେ ଚନ୍ଦ୍ରଭାଗାକୁ ମୃତ୍ୟୁଦ୍ୱାରରୁ ଫେରାଇ ଆଣିଛ। କିନ୍ତୁ ମୃତ୍ୟୁ ଛଡ଼ା ଅଭାଗିନୀର ଯେ ଅନ୍ୟ ପଥ ନାହିଁ। ମୃତ୍ୟୁର ଚରମ ମୁହୂର୍ତ୍ତରେ ମଧ୍ୟ ତମକୁ ସ୍ମରଣ କରିବି। ତମକୁ ଦେଖି ହିଁ ମୁଁ ବୁଝିଛି ପୁରୁଷ କିଏ, କେମିତି ତାର ରୂପ, କେତେ ତାର ଶକ୍ତି, କିପରି ତାର ବ୍ୟକ୍ତିତ୍ୱ। ତମେ ହିଁ ତ ମୋର ସମ୍ମୁଖରେ ପ୍ରଥମ ପୁରୁଷ ରୂପେ ଆବିର୍ଭାବ ହେଇଛ, କାରଣ ମୋ ସ୍ୱାମୀଙ୍କୁ ମୁଁ ଦେଖି ନାହିଁ। ଗ୍ରାମ ସୀମାରେ ସ୍ତବ୍ଧ ହୋଇ ରହିଗଲେ ଗଙ୍ଗ ନରପତି। ଅତି ପ୍ରତ୍ୟୁଷରୁ ଆଜି ଏ ଗ୍ରାମର ନିଦ୍ରାଭଙ୍ଗ ହେଇଛି। ଅନେକ ଲୋକଙ୍କର ଅସ୍ପଷ୍ଟ ବାର୍ତ୍ତାଳାପ ଝାପ୍ସା ଅନ୍ଧାରର ମୌନତା ଭାଙ୍ଗି ଦେଇଛି। ଗ୍ରାମରକ୍ଷୀକୁ ଧୀରେ ପ୍ରଶ୍ନ କଲେ ମହାରାଜ, ଗ୍ରାମର ସବୁ ମଙ୍ଗଳ ତ? ନା ପ୍ରଭୁ, ଗତ ରାତ୍ରିରେ ଯବନସେନା ଯୁବତୀ ଝିଅଟାକୁ ଘୋଡ଼ାରେ ବସାଇ ନେଉଛି। ଅବଶ୍ୟ ଯେ ଝିଅଟା ଏ ଗାଁର କଳଙ୍କ ଥିଲା, ମୃତ୍ୟୁ ତା ପାଇଁ ଶ୍ରେୟ। ମହାରାଜା ଗମ୍ଭୀର କଣ୍ଠରେ କହିଲେ, ହୁଏତ ସେ ଝିଅଟା ଫେରିଆସିପାରେ ଏବଂ ଯବନ ଏ ରାଜ୍ୟରେ ପ୍ରବେଶ କରିନାହିଁ। ଗ୍ରାମରକ୍ଷୀ ବିନୀତ ସ୍ୱରରେ କହିଲା, ଆପଣ ମହାଦଣ୍ଡପାଶ, ତେଣୁ ସବୁ ଖୋଲି କହୁଛି। ମୁଁ ନିଜେ ସ୍ୱଚକ୍ଷୁରେ ଦେଖିଛି, ଯବନସେନା ରାତି ଅଧରେ ଝିଅଟାକୁ ଘୋଡ଼ାରେ ବସାଇ ନେଇ ଯାଇଛି। ଏ ଗାଁର କେତେ ଲୋକ ସେ କଥା ଦେଖିଛନ୍ତି। ଝିଅଟା ଯଦି ଦୁର୍ଭାଗ୍ୟବଶତଃ ବଞ୍ଚି ଯାଇଥାଏ ଓ ଫେରିଆସେ, ତେବେ ଏ ଗାଁର ଲୋକ ତାର ଆଉ ସ୍ଥାନ ନାହିଁ। ମୃତ୍ୟୁଠାରୁ ତାର ଦୁଃଖ ଓ ଲାଞ୍ଛନା ବଳି ପଡ଼ିବ। ଗଙ୍ଗ ନରପତି ନରସିଂହଙ୍କ ରାଜୁତିରେ ଏ ଦେଶରେ ଚୋରି, ଡକାୟତି, ବଳାତ୍କାର, ଲୁଣ୍ଠନର ଚିହ୍ନବର୍ଣ୍ଣ ନାହିଁ। ଯବନ ସେନା ବ୍ୟତୀତ ଏ କାମ କରିବ କିଏ?
ए राज्य एभली बर्बर आउ किए होइपारे। प्रभातर प्रथम आलोक पृथ्वी स्पर्श करुथिला। गंग नरपति मुह फेराई जंगल भितरे अदृश्य होइगले। रात्रि शेष होइछि, तांकर अंधारी विजे सरीछि, किंतु मन भितरटा अंधकारच्छन्न होई जाइछि। चंद्रभागार कि व्यवस्था से करिवे? तांको जदि तार स्वामी पाखरे पहुंचाई दिया हुए तेबे हुए तो ता दुर्दशार अंत हेब, किंतु कोणार्क निर्माणर संकल्परे आसिब विच्युति। 1200 शिल्पींकर एकाग्र शिल्प साधना पथरे चंद्रभागा आविर्भाव अंतराय सृष्टि करिब। सेमाने हेबे कर्तव्यच्युत। कोणार्क जितेन्द्रिय पीठ सेची चंद्रभागार भूमिका कौन हेब? एबे उपाय कौन? उपाय चिंता करने पूर्वरु राजा भग्न मंदिर निकटरे पहुँची गले। भग्न मंदिर प्रांगण रे जोंठे चंद्रभागा किछि क्षण आगरु ठिया होइथिला, पत्र गहली भेदी सूर्यालोक सेठी उज्जवल होई बुणी होई जाइछि। चतुर्दिगरे गोटाए मधुर पद्मगंध खेली बुलुछि, अथच पद्मफुल नाही। पद्मगंध को आघ्राण करी करी गंग नरपति गंधलोभी मधुप भली किछि समय इतस्ततः चंद्रभागा को खोजिले। चंद्रभागार पदपाद अरण्य पथर सबुज घास उपरे फूल फुटाइछि। फूल उपरे दुखिनी चंद्रभागार अश्रुजल शिशिर हेई झरी पड़िछि। से लुह को पोछि नेउछन्ति उदार सहस्रांश। किंतु चंद्रभागा काहे? से कोण सबु दुखर ऊर्ध्व को चली जाइछि? महाराजा झुंकी पड़ी शून्य कूप भितर को चाहिए। सूर्य किरण रे कूपतलर माटी मध्य परिष्कार दिशु न थाए। चंद्रभागा स्वइच्छारे अंतर्निहित होइछि ना निर्जन अरण्य भितर से हिंस्र वन्यजंतुर आक्रमण रे स्थानांतरित होइछि? ना, सेपरि कौनसी सूचना नहीं। ए पर्यंत अरण्यर शांतिभग्न होई नाही। चंद्रभागार कौनसी दुर्घटना विपन्न आशंका मनरु दूर हेबा मात्रे अपराजय सम्राट नरसिंह देवंकर हृदयटा गोटाए असह्य पराजय ग्लानि रे अवसादग्रस्त होइगला। से भाविले तांकर सबु शौर्य वीर्य ऐश्वर्य वीरत्व और पुरुषत्व को पददलित करी चंद्रभागा तांको पराजित करिछि। गंग राजत्वर इतिहास रे ए पराजयर कहानी लिपिबद्ध हेब नाही, किंतु तांको हृदयर पृष्ठारे ए पराजयर कहानी लिपिबद्ध होई रहिब मृत्यु पर्यंत। कोणार्क निर्माणर त्यागपूत इतिहास पृष्ठारे चंद्रभागार नाम लिपिबद्ध हेब नाही, किंतु चंद्रभागार आत्मा कोणार्कर आकाशे 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 खोजुथिब तार शिल्पी को, तार कोणार्क को। गंग नरपति ऊर्ध्व को चाहिए। आकाश रे अरण्य रे चंद्रभागार आत्मा को खोजिले। खोजु खोजु से देखिले दूररे, खूब दूररे आकाशर नीलभेदी दिशुछि सर्व दुखहारी नीलाद्रि बाहिनीकर नीलचक्र। नीलचक्र उपरे उड़ुछि पतित पावन बाना। नरसिंहଙ୍କ हृदय सबु ग्लानि सबु अवसाद निमिषके अंतर्निहित ହେଲା। से भावाविष्ट हेले, तांकर दृढ़ विश्वास हेला प्रभु पतित पावन समाज आखिरे पतिता होइथिबा चंद्रभागा दुख मोचन करिछन्ति। चंद्रभागा समाज आखिरे मुक्तिपथर पाद बढ़ाइछि। जे जगन्नाथंकर शरणापन्न हुए अंधार भितरे आलोकर पथ ता सामनारे उन्मुक्त होई जाए। दुही बाहु तोली नीलचक्र उपरे उड़ुथिबा पतित पावन बाना को प्रणाम जणाइले गंग नरपति। मने मने नीरव अभिमान जणाइले जगन्नाथ प्रभु को। चंद्रभागा संसार विदाय नेबा जदि तमर इच्छा, तेबे काली रातिरे पद्म पोखरी रे से प्राण विसर्जन करिथांता। काहेकि ताकू मो द्वारा उद्धार करी पुणी तमे तुम पाखକୁ डाकी नेल? ए परीक्षा चंद्रभागार ना मोर? अपराजय नरपतिर अहंकार चंद्रभागा भली गोटिए सरला नारी द्वारा खर्ब करबा कौन तमर इच्छा प्रभु? गंग नरपति एबे पराजित, ए कौन तमर इच्छा? सेवक पाखरे एक रहस्य तमर प्रभु? बहु गवेषणा सत्वे शून्य पुरुष जगन्नाथ एक रहस्य, ठीक प्राची भली, ठीक कोणार्क भली। चार्ल्स जगन्नाथ को बुझीपारे ना, प्राची को जानीपारे ना, कोणार्कर शिल्प रहस्य को भेद करि पारे ना। भास्कर्य एवं चित्रकलार महान पीठस्थली उत्कल जगन्नाथଙ୍କ रूपकल्पनार असंपूर्णता देखि चार्ल्स व्यथित एवं विस्मित हेबा बेले प्राची कहे, जगन्नाथ स्वयं संपूर्ण स्वयं सिद्ध, जगन्नाथ अपूर्ण रे पूर्ण।
ଜଗନ୍ନାଥ ଉଦାରତା, ବ୍ୟାପକତା, ଅସୀମତାର ଶୈଳ୍ପିକ ପରିପ୍ରକାଶ। ଯେତେବେଳେ ଜଗନ୍ନାଥଙ୍କର ବିପୁଳ ବିଖଣ୍ଡିତ ଶରୀର, ଉତ୍ତୋଳିତ ଖଣ୍ଡିତ ଭୁଜ, ବାଷ୍ପରିତ ଏବଂ ବର୍ତ୍ତୁଳ ନୟନ ଯୁଗଳ ହାସ୍ୟ ରେଖାଯୁକ୍ତ ବଙ୍କିମ ଅଧର ଦେଖି ଚାର୍ଲ୍ସ ସ୍ତମ୍ଭୀଭୂତ ହୋଇଯାଉଥିଲା ବେଳେ ପ୍ରାଚୀ ହୁଏ ଭାବବିଷ୍ଟ। ମୁଗ୍ଧ କଣ୍ଠରେ ସେ କହେ, ପ୍ରଭୁ ତମେ କି ସୁନ୍ଦର। ଚାର୍ଲ୍ସ ଆଶ୍ଚର୍ଯ୍ୟ ହିଁ ଭାବେ, ପ୍ରାଚୀ ଭଳି ସୁନ୍ଦରୀ ତରୁଣୀ ଆଖିରେ ଯଦି ଜଗନ୍ନାଥ ଏତେ ସୁନ୍ଦର, ତେବେ ତାର ନିଜ ରୂପ ଏ ପୃଥିବୀର ସବୁ ସୁନ୍ଦରତାକୁ ବଳିଯିବ। କିନ୍ତୁ କେବେ ତ ପ୍ରାଚୀ ତାର ରୂପର ତାରିଫ କରେ ନାହିଁ। ତାକୁ ଏମିତି ମୁଗ୍ଧ ଆଖିରେ ଚାହିଁ କେବେ ହେଲେ ସେ ଚାହିଁ ରହେ ନାହିଁ। ଚାର୍ଲ୍ସ ଭାବେ, ପ୍ରାଚୀ ଯେମିତି ଆଖି ଦେଇ ସୁନ୍ଦରତା ଦେଖେ ନାହିଁ, ହୃଦୟ ଦେଇ ସୁନ୍ଦରତାକୁ ହୃଦୟଙ୍ଗମ କରେ। ଜଗନ୍ନାଥ ପ୍ରାଚୀର ସମଗ୍ର ହୃଦୟକୁ ଆବୋରି ବସିଛନ୍ତି। ସେଠି ପାର୍ଥିବ ଜଗତର ଦୁର୍ଲଭ ବସ୍ତୁ ବି ସ୍ଥାନ ପାଏ ନାହିଁ। କେବଳ ପ୍ରାଚୀ ନୁହେଁ, ଦୀନବନ୍ଧୁ ବାବୁ ଏବଂ ଚାରୁକଳା ଜଗନ୍ନାଥଙ୍କ ଭକ୍ତିଭାବରେ ବିଭୋର। ଯେମିତିକି କୋଠରୀରେ ପ୍ରବେଶ କରିବା ପୂର୍ବରୁ ଜଣଙ୍କର ଦୃଷ୍ଟି ଜଗନ୍ନାଥଙ୍କର ଛବି ଉପରେ ନିଶ୍ଚୟ ପଡ଼ିବ ଏବଂ ସ୍ୱୟଂଚାଳିତ ଯନ୍ତ୍ର ଭଳି ମୁଣ୍ଡ ଅଳ୍ପ ନଇଁଯିବ ପ୍ରଣତ ଭଙ୍ଗୀରେ। ପାଦରୁ ଜୋତା ଖୋଲି ହୋଇଯିବ ଆପେ ଆପେ। ଜୋତା ପିନ୍ଧି ଦୀନବନ୍ଧୁ ବାବୁଙ୍କର ଘର କୋଠରୀରେ ପ୍ରବେଶ ନିଷେଧ। ଦୀନବନ୍ଧୁ ବାବୁଙ୍କ ଘରର ପ୍ରତିଟି ଶୃଙ୍ଖଳାକୁ ଚାର୍ଲ୍ସ ମାନେ। ସେଥିରେ ଦୀନବନ୍ଧୁ ବାବୁ ଖୁସି ହୁଅନ୍ତି, ଚାରୁକଳା ଆହୁରି ନିକଟେଇ ଆସନ୍ତି। ଦୀନବନ୍ଧୁ ବାବୁଙ୍କର ଘରେ 12 ମାସରେ 13 ପର୍ବ। ଚାର୍ଲ୍ସ ଆଶ୍ଚର୍ଯ୍ୟ ହେଲେ ବି ଆନନ୍ଦିତ ହୁଏ, କାରଣ ବିଭିନ୍ନ ଓଷା ବ୍ରତରେ ବିଭିନ୍ନ ପ୍ରକାର ପିଠାପଣା, କ୍ଷୀରି, ଖେଚୁଡ଼ି ହୁଏ। ଓଡ଼ିଆ ଘରର ଜାତିଜାତିକା ପିଠାପଣା, ଜାତିଜାତିକା ମଧୁର ସ୍ୱାଦ। ଥାଳିଏ ପିଠା ଧରି ଚାରୁକଳା ଚାର୍ଲ୍ସଙ୍କ ପାଖକୁ ବସାଇ ଖୁଆନ୍ତି। ଚାର୍ଲ୍ସ ଖାଏ ଗୋଟିଏ କିମ୍ବା ଦିଓଟି। ଚାରୁକଳା ପୁଅକୁ ସୁମରି ଚାର୍ଲ୍ସକୁ ଆକଟନ୍ତି। ମୋର ଦିନୁ ଭଳି ତମର ବି ଏଇ ଅଭ୍ୟାସ ପୁଅ। ଏତେ ପରିଶ୍ରମ କରି ଏତେ ନିକିମା ହୋଇ ପିଠାପଣା କରେ କ'ଣ ମୋ ପାଇଁ? ଗୋଟାଏ ଅଧେ ଖାଇଦେଲେ ବାସ୍ ପେଟ ପୁରିଯାଏ। କହିଲ, ଏଥିରେ କୋଉ ମାର ମନ ବୁଝେ? ଦିନୁଟା କେତେ ଯୁଗ ହେଲା ଯେମିତି ଯାଇଛି, ପିଠାପଣା ଟିକେ ପାଟିରେ ବାଜୁନଥିବ। କହୁ କହୁ ଆଖି ପୋଛି ପକାନ୍ତି ଚାରୁକଳା। ବାଧ୍ୟ କରି ଆଉ ଗୋଟାଏ ପିଠା ଚାର୍ଲ୍ସକୁ ଖୁଆନ୍ତି। ମହିମାମୟୀ ମାତୃ ମୂର୍ତ୍ତିଟିକୁ ଚାହିଁ ଚାର୍ଲ୍ସ ଯନ୍ତ୍ରବତ ଆଉ କେତେଟା ପିଠା ଖାଇଦିଏ। ଆଶ୍ଚର୍ଯ୍ୟ ହିଁ ଭାବେ, ସତରେ ଚାରୁକଳା କାହିଁକି ଏତେ କଷ୍ଟ ଦିଅନ୍ତି ନିଜକୁ? ଗୋଟିଏ ଗୋଟିଏ ଓଷାରେ ଚାରୁକଳା ପାଣି ଟୋପାଏ ବି ପାଟିରେ ଦିଅନ୍ତି ନାହିଁ। ସେ ନିର୍ଜଳା ବ୍ରତ ପାଳନ୍ତି। ପୁଅ ଝିଅ ସ୍ୱାମୀଙ୍କ ସୌଭାଗ୍ୟ ଆଉ ମଙ୍ଗଳ ମନାସି ଚାରୁକଳାଙ୍କ ପରି ଓଡ଼ିଆ ଘରର ସ୍ତ୍ରୀମାନେ ନିଷ୍ଠାରେ ଓଷାବ୍ରତ ପାଳନ୍ତି। ମାଟି, ଗୋଡ଼ି, ପଥର, କୁଲା, ଛାଞ୍ଚୁଣୀ, ଶିଳ, ଶିଳୁପୁଆ, ଗୁଆ, ନଡ଼ିଆ, ଗଛ, ବୃଛ, ଭୂତ, ପ୍ରେତ, ନାଗସାପ, ବଳଦ, ଗାଈ, ଚିଲ, ଶିଆଳ, ଗେଣ୍ଡାରେ ବି ଦେବତାଙ୍କ ସ୍ୱରୂପକୁ ଦେଖିପାରନ୍ତି ଚାରୁକଳାଙ୍କ ପରି ସରଳମନା ଓଡ଼ିଆ ଘରର ସ୍ତ୍ରୀମାନେ। ଏ ସରଳ ବିଶ୍ୱାସ କେଡ଼େ ଦୁର୍ଲଭ ଆଜିର ଏହି ଜଟିଳ ପୃଥିବୀରେ। ସ୍ୱାମୀ ପିଲାଙ୍କର ଦୁର୍ଗତି ନାଶନ ପାଇଁ, ସିଂହାସନ ଖଣ୍ଡନ ପାଇଁ, ଆୟୁଷ ବୃଦ୍ଧି ପାଇଁ ଆପଣର ଶରୀରକୁ ସମ୍ମୁଖ ଭାଗରେ ରାଜା ନରସିଂହ ଦେବ ଏବଂ ରାଣୀ ତ୍ୟାଗର ସୀତାଦେବୀ ଏହି ଆନନ୍ଦକୁ ନତଜାନୁ ହୋଇ ଚାର୍ଲ୍ସ ବିସ୍ମୟ ବସିଛନ୍ତି। ସହକାରେ ରାଜା ଲକ୍ଷ୍ୟ ପୂର୍ଣ୍ଣ କରୁ କରୁ ପରିଚ୍ଛେଦ, ଭାବେ, ଏ ଦେବାର୍ଚ୍ଚନାରେ ଆତ୍ମସନ୍ତୋଷ ରତ। ଟିକକ ସେ ବାମ କେବେ କାଖ ଦେଖି ତଳେ ନାହିଁ ଗୋଟିଏ ତାର ତରବାରୀ ମାଠାରେ। ଅଛି। ଭୋଗ ରାଜାଙ୍କ ବିଳାସ ପଛରେ ଭିତରେ 2 ବୁଡ଼ି ଜଣ ରହି ଏବଂ ତା ମା ଆଗରେ 5 ଅସନ୍ତୋଷ ଜଣ ଆଉ ପାତ୍ରମନ୍ତ୍ରୀ ଅପୂର୍ଣ୍ଣତାର ଠିଆ ହୋଇ ଗୋଟାଏ ରହିଛି। ପ୍ରତିମୂର୍ତ୍ତି ପାଲଟି ସେବକ ଯାଇଛି। ଫୁଲମାଳଟିଏ ରାଜାଙ୍କ ଆଲିମ୍ବନ ବେକରେ କଳାର ପକାଇବା ପାଇଁ ନଇଁ ଚାରୁକଳାଙ୍କ ପଡ଼ିଛି। ନୈପୁଣ୍ୟ ରାଣୀଙ୍କର ଚାର୍ଲ୍ସକୁ ପଛ ଆହୁରି ବିସ୍ମିତ ପାର୍ଶ୍ୱରେ କରେ। କେବଳ ସ୍ତ୍ରୀମାନେ ଚାରୁକଳା ଧାଡ଼ି ନୁହନ୍ତି, ବାନ୍ଧି ଠିଆ ଗାଁ ଗହଳର ହୋଇଛନ୍ତି। ସବୁ ସେମାନଙ୍କ ଓଡ଼ିଆଣୀ ହାତରେ ଚିତାମୁରୁଜରେ ଧୂପ, ଯେ କୌଣସି ଅର୍ଘ୍ୟ, ବିଶିଷ୍ଟ ଝାଞ୍ଜ ଶିଳ୍ପୀକୁ ଓ ଟପି ମୃଦଙ୍ଗ। ଯାଇପାରନ୍ତି। ସେମାନେ ସେଦିନ କିଛି ନୃତ୍ୟ ଗୋଟାଏ ବ୍ରତ କରୁଛନ୍ତି। ଥାଏ। ସିଂହାସନ ପ୍ରାଚୀ ସମ୍ମୁଖ ମୁରୁଜ ଭାଗରେ ଦେଉଥାଏ ଦୁଇ ଅଗଣାରେ। ପାଖରେ ପ୍ରାଚୀ ଓଲଟ ସିଂହ ଆଧୁନିକା ହେଲେ ପଛ ମଧ୍ୟ ପାଦରେ ସବୁ ଠିଆ ହୋଇ କଥାରେ ରହିଛି ଚାରୁକଳାଙ୍କର ଏବଂ କୋଣର ପଟଶିଷ୍ୟା। ଦୁଇ ପାଖରେ ନିବିଷ୍ଟ ସିଂହର ଚିତ୍ତରେ ପଛ ପ୍ରାଚୀ ଜାନୁ ତଳେ ଚିତା 2ଟି ଦେଉଥାଏ। ହାତୀ ଅଛି। ଆଲିମ୍ବନ ଠିକ୍ କୋଣ କଳାର ପାଖରେ ସିଂହର ପ୍ରତିଫଳିତ ବିକଟାଳ ହେଉଥାନ୍ତି ମୁହଁ ପଛକୁ ଜଗନ୍ନାଥ। ଓଲଟି ଗୋବର ଲିପା ଲାଙ୍ଗୁଳ ମାଟିର ଅଗ୍ରଭାଗ ଚଟାଣରେ ପର୍ଯ୍ୟନ୍ତ ବିଭିନ୍ନ ଯାଇଛି। ରଙ୍ଗର ମୁରୁଜରେ ବିକଶି ସିଂହାସନର ପଛ ଉଠୁଥାନ୍ତି ଦୁଇ ପ୍ରଭୁ କୋଣରେ କେବଳ ଜଗନ୍ନାଥ। ଗୋଟିଏ ହାତୀ ଦୁଇ ଉପରେ ବାହୁ ଓଲଟ ସିଂହ ଉଦ୍ଦେଶ୍ୟରେ ଠିଆ ଅଙ୍କିତ ହୋଇ ରହିଛି। ନିଖୁଣ ଅର୍ଦ୍ଧଚନ୍ଦ୍ର, ସିଂହାସନରେ ତା ଉପରେ ପଥର ଚକ୍ଷୁ ପରସ୍ପରକୁ ଉଦ୍ଦେଶ୍ୟରେ ଚିପି ରଖିବା ଅଙ୍କିତ ପାଇଁ ବିନ୍ଦୁ ଭିତରେ ପିତ୍ତଳର ପ୍ରାଚୀ ଚାପୁଆଣି ନିଜକୁ ଲାଗିଛି। ହଜାଇ ଦେଇଥାଏ। ସିଂହାସନର ସମ୍ମୁଖ ଭାଗ, କହିଲେ, ବାମ ଓ ଆଜି ଦକ୍ଷିଣ ପାଖରେ ଚନ୍ଦ୍ରଭାଗାକୁ ଖୋଜିବାକୁ ମାହୁନ୍ତ ଯିବାର ସହ କଥା। ସୁସଜ୍ଜିତ ପ୍ରାଚୀ ହାତୀ ଆଶ୍ଚର୍ଯ୍ୟ ହୋଇ ସିଂହାସନର ପଚାରିଲେ, ତାର ଅର୍ଥ? ସୌନ୍ଦର୍ଯ୍ୟକୁ ଚାର୍ଲ୍ସ ଦ୍ୱିଗୁଣିତ କରୁଛି। ଚିନ୍ତିତ ଭଙ୍ଗୀରେ ଚାର୍ଲ୍ସ କହିଲେ, ରାତି କୋଣାର୍କ ସାରା ଭାବୁଛି ନିର୍ମାତା ବୀର ଚନ୍ଦ୍ରଭାଗାର କଥା। ନରସିଂହଙ୍କୁ ନିବିଡ଼ ଅରଣ୍ୟ ଦୃଷ୍ଟି ତଳେ ଭିତରେ ସେ ଚାହିଁଲା। କୁଆଡ଼େ ହଜିଗଲା। ସେ ବିସ୍ମୟ ଆଜି ତାର ସହକାରେ ତାଳପତ୍ର ଭାବୁଥିଲା, ପୋଥିରୁ ସୂର୍ଯ୍ୟଦେବଙ୍କର ଖୋଜି ବାହାର କରିବାକୁ ଅର୍ଚ୍ଚନା ପଡ଼ିବ। କଲାବେଳେ ଯଦି ରାଜାଙ୍କ ସେ ଆଉ ନ କମରରେ ମିଳେ,
ତରବାରୀ ପ୍ରାଚୀ କାହିଁକି? ହାତ ଧୋଇ ବାହାରି ଗମ୍ଭୀର ପଡ଼ିଲା ସ୍ୱରରେ ପଛେ ପଛେ କେହି ଯେମିତି ଚାର୍ଲ୍ସ। କହୁଥିଲା। ଚାର୍ଲ୍ସ ବିଦେଶୀ ଅଭିଯୋଗଭରା ଯୁବକ, କଣ୍ଠରେ ମୁଁ କହିଲା, ତମ ତାକୁ ଖୋଜି ପ୍ରଶ୍ନର ବାହାର ଉତ୍ତର କରିବା ଦେଉଛି। ରାଜାଙ୍କର କର୍ତ୍ତବ୍ୟ। ଉତ୍କଳର ଯଦି ତା ନ ଚତୁର୍ଦ୍ଦିଗରେ ହେଇଥାଏ, ତେବେ ତ ସେତେବେଳେ ଘୋର ଅବିଚାର ମୁସଲମାନ ହେଉଛି ତା ରାଜତ୍ୱ। ପ୍ରତି। ପ୍ରତି ପ୍ରାଚୀ ମୁହୂର୍ତ୍ତରେ କୋଣାର୍କ ଉତ୍କଳର ବେଢ଼ାରେ ପ୍ରବେଶ ସ୍ୱାଧୀନତା କରୁ କରୁ କହିଲା, ଶକ୍ତିଶାଳୀ ଚନ୍ଦ୍ରଭାଗା ମୁସଲମାନ ଯଦି ସୈନ୍ୟ ଦ୍ୱାରା ମିଳିଯାଇଥିବ, ତେବେ ଲୁପ୍ତ ତାର ହୋଇଯିବାର ଦୁଃଖ ବଢ଼ିଥିବ ଆଶଙ୍କା ସିନା ଲାଗି କମି ରହିଥାଏ। ନଥିବ। ବିଚାରୀ ସୂର୍ଯ୍ୟଦେବ ହଜି ସକଳ ଯାଇଥାଉ ଶକ୍ତିର ଉତ୍ସ, ମହାଶୂନ୍ୟରେ। ଦେଶର ଜଗନ୍ନାଥଙ୍କ ସ୍ୱାଧୀନତା ରାଜାର ପାଦପଦ୍ମରେ ବିଲୀନ ପରମ ହେଇଥାଉ ତାର କର୍ତ୍ତବ୍ୟ। ଆତ୍ମା। ସବୁ ସୂର୍ଯ୍ୟଦେବଙ୍କ ଦୁଃଖ, ପରି ସବୁ ଶକ୍ତିମାନ ଜଟିଳ ହେବା ପାଇଁ ସମସ୍ୟାର ରାଜା ସମାଧାନିକା ନରସିଂହ ହେଉଛନ୍ତି ଆଶୀର୍ବାଦ ଜଗନ୍ନାଥଙ୍କର ଭିକ୍ଷା ପାଦପଦ୍ମ। କରୁଛନ୍ତି ଏବଂ ଉତ୍କଳର ଚାର୍ଲ୍ସ ସ୍ୱାଧୀନତା ରକ୍ଷା କ୍ଷୁଣ୍ଣ ପାଇଁ ହେଲା। ନୀରସ କଣ୍ଠରେ କହିଲା, ପ୍ରାଣପାତ ତମେ କରିବା ଭାରି ପାଇଁ ନିଷ୍ଠୁର ପ୍ରାଚୀ। ସୂର୍ଯ୍ୟଶକ୍ତି ଅନ୍ୟମାନଙ୍କ ନିକଟରେ ପାଇଁ ଯେତିକି ନିଜ ପ୍ରତିଜ୍ଞାବଦ୍ଧ ପାଇଁ ହେଉଛନ୍ତି। ତାଠାରୁ ବେଶୀ। ପ୍ରାଚୀ ସେତେବେଳକୁ ଉଦାସ କଣ୍ଠରେ ଚାର୍ଲ୍ସ କହିଲା, ନତଜାନୁ ଏ ପୃଥିବୀର ହୋଇସାରିଥାଏ। ଜୀବଜନ୍ତୁ, ସୂର୍ଯ୍ୟ ମଣିଷ ବିଗ୍ରହ ସାମ୍ନାରେ ସମସ୍ତଙ୍କ ନୁହେଁ, ଭିତରେ ନରସିଂହ ନିଷ୍ଠୁରତା ଦେବଙ୍କ ବେଶୀ ସାମ୍ନାରେ। ବଳିୟାନ ଚାର୍ଲ୍ସ। ତା ହାତମୁଠାରୁ ଜୀବନର ପ୍ରାଚୀ ଅନେକ ହାତମୁଠା କୋମଳ ଆଶା, ଏ ଭିତରେ ଛାଡ଼ି ଆକାଂକ୍ଷା, ହୋଇଗଲା। ଭାବନା, ନିଷ୍ଠୁରତା ସ୍ୱପ୍ନ ରାଜ୍ୟରେ ପଞ୍ଝା ତଳେ ଚାର୍ଲ୍ସ ନୀରବରେ ନରସିଂହ ଚାପା ଦେବଙ୍କ ପଡ଼ିଯାଏ। ପାଇଁ ଠିକ୍ ବିସ୍ମିତ ଏଇ ହୋଇଛି। ଗର୍ଜ ସିଂହର ଚାର୍ଲ୍ସ ମୂର୍ତ୍ତି ଭଳି। ମୋହାଚ୍ଛନ୍ନ କୋମଳତା ହୋଇପଡ଼ିଲା ସବୁବେଳେ ରାଜା ଦୁର୍ବଳ, ନରସିଂହଙ୍କର ଅସହାୟ ଆଉ ବ୍ୟକ୍ତିତ୍ୱ ନିଷ୍ପେଷିତ। ଆଗରେ। ସକାଳରୁ ଚାର୍ଲ୍ସ ଚାର୍ଲ୍ସ ଏକଲୟରେ ଶୋଇଥିଲା ଗଜମୁସିଂହ ନରସିଂହ ମୂର୍ତ୍ତିକୁ ଦେବଙ୍କର ଚାହିଁ ଗୋଟାଏ ରହିଥିଲା, ପଥର କିନ୍ତୁ ମୂର୍ତ୍ତିର ମନେ ମନେ ପାଦତଳେ। ଖୋଜୁଥିଲା ଧର୍ମାନନ୍ଦ ଶିଳ୍ପୀ ପ୍ରିୟା ଚାର୍ଲ୍ସକୁ ରୂପମୟୀ ଉଠାଇଦେଲା। ଚନ୍ଦ୍ରଭାଗାକୁ କହିଲା, କୋଣାର୍କ କୋଣାର୍କ ମଠରେ ବର୍ଷର ଅପା ଅପେକ୍ଷା ଅତୀତକୁ କରିଛନ୍ତି। ଫର୍ଦ୍ଦ ପୋଥି ଫର୍ଦ୍ଦ ପଢ଼ା ହେବ। ଅଣ୍ଡାଳି ଚାର୍ଲ୍ସ ଅଣ୍ଡାଳି। ଆଖି ଖୋଲି କହିଲା, ଅପରାଜେୟ କିଏ ରାଜା ଧର୍ମପଦ? ନରସିଂହ ଚାର୍ଲ୍ସ ରାଜଧାନୀ ଧର୍ମାନନ୍ଦଙ୍କୁ କୋଣାର୍କ ଧର୍ମପଦ ନଗରୀରେ ଡାକେ। ଅବସ୍ଥାନ ହଁ, କରୁଛନ୍ତି। ମୁଁ ସେ ଧର୍ମାନନ୍ଦ। ବିଷଣ୍ଣ ଅପା ଗମ୍ଭୀର ପଠେଇଛନ୍ତି ଚିନ୍ତାମଗ୍ନ ତମକୁ ଖୋଜିବା ମହାରାଣୀ ପାଇଁ। ସୀତାଦେବୀଙ୍କ ଚାର୍ଲ୍ସ ମନରେ ଭାବାବିଷ୍ଟ ସେ ଭଳି ଗୋଟିଏ କହିଲା, ପ୍ରଶ୍ନ, ତମକୁ ନୁହେଁ, କାହିଁକି? ମୁଁ ଧର୍ମପଦକୁ ମହାରାଜା ଖୋଜୁଥିଲି ଚିନ୍ତିତ କେଉଁଥିପାଇଁ? ରାତିସାରା ମନ୍ଦିର ରାଜା ପାଚେରୀ ନରସିଂହଙ୍କର ଚାରିପଟେ ଦୁଃଖ ଘୂରି କଣ? ଘୂରି। ଅଭାବ ଭୋର କଣ? ହେବାରୁ ଅବଶୋଷ ପୂର୍ବ କଣ? ଦ୍ୱାର ଖୋଲା ଉତ୍କଳର ହେବା ମାତ୍ରେ ରାଜଧାନୀ କଟକର କେତେବେଳେ ଯେ ଆସି ବାରବାଟୀ ମନ୍ଦିର ଦୁର୍ଗ ଭିତରେ ଶୋଇଛି ମୁଁ ଦୁଃଖ, ଜାଣିନାହିଁ। ଅବଶୋଷ, ଧର୍ମାନନ୍ଦ ଆଶଙ୍କାର ସନ୍ଦିଗ୍ଧ ଅବକାଶ କଣ୍ଠରେ କେଉଁଠି? ପଚାରିଲା, ବାରବାଟୀ ଦୁର୍ଗ ଧର୍ମପଦ କିଏ? ଉତ୍ତରରେ ମହାନଦୀ ଧର୍ମପଦ ଓ ବିରୂପା କୋଣାର୍କର ଏବଂ ତା ଯେକୌଣସି ମଧ୍ୟରେ ଅଜ୍ଞାତ ଚୌଦ୍ୱାରର ଭାସ୍କର, ଅଭେଦ୍ୟ ଯାହାର ଦୁର୍ଗ। ନାମ ଦକ୍ଷିଣ ଇତିହାସରେ ଲେଖା ଦିଗରେ ନାହିଁ। କାଠଯୋଡ଼ିର କିନ୍ତୁ କରାଳ ମନ୍ଦିର ଉତ୍ତୁଙ୍ଗ ସ୍ରୋତ, ଶିଳାପୁଷ୍ପର ସେପାରିରେ ପ୍ରତ୍ୟେକ ସାରଙ୍ଗଗଡ଼ର ପାଖୁଡ଼ାରେ ଅଭେଦ୍ୟ ସେମାନଙ୍କର ନାମ ଦୁର୍ଗ ରାଜଧାନୀ ଅମ୍ଳାନ କଟକର ଅକ୍ଷରରେ ବାରବାଟୀ ଲେଖା ହୋଇଛି। ଦୁର୍ଗକୁ ମହାରାଜା ଅଧିକ ନିରାପଦ ନରସିଂହ କରିଛି। ଦେବଙ୍କର ବହିଃଶତ୍ରୁର ଏକାଧିକ ମୂର୍ତ୍ତି ଆକ୍ରମଣରୁ ଭିତରେ ବାରବାଟୀ ବାସ୍ତବରେ ଦୁର୍ଗକୁ ସେଇମାନେ ରକ୍ଷା ହିଁ କରିବା ପାଇଁ ଭାସ୍ୱର ଉତ୍ତର ହେଇ ଓ ରହିଛନ୍ତି। ଦକ୍ଷିଣରେ ସେମାନେ ନଦୀର ଅପର ହେଇପାରନ୍ତି ଯେ ପାର୍ଶ୍ୱରେ କେହି ଚୌଦ୍ୱାର ବିଷ୍ଣୁ ଏବଂ ମହାରଣା, ସାରଙ୍ଗଗଡ଼ ନୀଳ ଦୁର୍ଗର ମହାରଣା, ସଶସ୍ତ୍ର ଧବଳ ମହାରଣା ଉତ୍କଳ କିମ୍ବା ସେନା କମଳ ଚିରଜାଗ୍ରତ ମହାରଣା। ହୋଇ ରହିଛନ୍ତି। ସେମାନଙ୍କର ବାରବାଟୀ ପ୍ରତ୍ୟେକଙ୍କର ଦୁର୍ଗର ବ୍ୟକ୍ତିଗତ ବହିର୍ଦେଶର ସାଧନା ଓ ବୃହତ୍ ଅବଦାନ ପରୀକ୍ଷା ଯୋଗୁଁ ପରେ ଅବଶେଷରେ କୋଣାର୍କ ସୁଉଚ୍ଚ ମନ୍ଦିରର ପଥର ପ୍ରାଚୀର ମୁଣ୍ଡି ମରା ଦୁର୍ଗର ହୋଇଥିଲା। ଚତୁର୍ଦ୍ଦିଗରେ ସେମାନେ ଘେରି ରହିଛି। ପ୍ରତ୍ୟେକ ଜଣେ ଜଣେ ଦୁର୍ଗ ଧର୍ମପଦ। ଦ୍ୱାରରେ ଢାଲ ତରବାରୀ ଧରି କମଳ ଏବଂ ଯୁଦ୍ଧ ମହାରଣାର ପରିଚ୍ଛଦ ବୟସ ପିନ୍ଧି 22। ପ୍ରହରୀ ସୁନ୍ଦର ପାଇକ ସୁଠାମ ଦୁର୍ଗ ଯୁବକ, ଓ ନଗରରକ୍ଷା ପାଇଁ ଗୌରବର୍ଣ୍ଣ, ସଦା ଦୀର୍ଘ ଦେହ, ଜାଗ୍ରତ। ସୌମ୍ୟ ପ୍ରହରୀ କାନ୍ତି। ପାଇକର ମଥାରେ ମସ୍ତକରେ ଘର ଟୋପି, କୁଞ୍ଚିତ ଶରୀରର ଦୀର୍ଘ ସର୍ବାଙ୍ଗ କେଶ, ବ୍ୟାଘ୍ର ଉନ୍ନତ ଚର୍ମରେ ନାସା। ଆବୃତ। ଶିଳ୍ପୀ ସାରା ସୁଲଭ ଶରୀରର ବାହୁବର, ହଳଦୀ ତେଲରେ ଦୁଇଟି ଦୀର୍ଘ ରଞ୍ଜିତ। ଆୟତ ମସ୍ତକରେ ଉଜ୍ଜ୍ୱଳ ବିରାଟ ଚକ୍ଷୁ। ସିନ୍ଦୂର ଟୋପା କୋଣାର୍କ ପ୍ରହରୀ ମନ୍ଦିର ନିର୍ମାଣ ପାଇକକୁ କାର୍ଯ୍ୟରେ ଲାଗିଥିବା ଭୀଷଣାକୃତି କରିଛି। 1200 ଶିଳ୍ପୀଙ୍କ ବାରବାଟୀ ଭିତରେ ଦୁର୍ଗ କମଳ ରାତ୍ରିର ମହାରଣା ପ୍ରଶାନ୍ତ ବାରି ହୋଇ ସ୍ପର୍ଶରେ ଦିଶେ। ଘୁମି ପଡ଼ିଲେ କୋଣାର୍କ ପ୍ରହରୀ ସନ୍ନିକଟ ପାଇକର ରୂପା ଶିକାରୀ ସକଳରେ ଚକ୍ଷୁ କମଳ ଆହୁରି ମହାରଣାର ରକ୍ତବର୍ଣ୍ଣ ହୁଏ। ତା ତତ୍ତ୍ୱାବଧାନରେ ଶରୀରର 100ରୁ ଉର୍ଦ୍ଧ୍ୱ ସମସ୍ତ ଶିଳ୍ପୀ ସ୍ନାୟୁ ବସା ସଜାଗ ବାନ୍ଧି ହେଇ ଉଠେ। କାମରେ ଲାଗିଥାନ୍ତି। ହାତର ଲମ୍ବା ଓ ରାଜାଙ୍କର ସିଧା ନିର୍ମାଣ ତରବାରୀ ବିଭାଗର ମନ୍ତ୍ରୀ ଅନ୍ଧାର ରାତିରେ ସଦାଶିବ ଦିଗନିର୍ଣ୍ଣାୟକ ସାମନ୍ତରାୟ ଯନ୍ତ୍ର ମହାପାତ୍ର ପରି ସେ ଚିକ୍ ଚିକ୍ ସମୟର କରି ଜଣେ ଉଠେ। ଦକ୍ଷ ଅନ୍ୟ ଇଞ୍ଜିନିୟର ହାତରେ ତଥା ଥିବା କୁଶଳୀ କାଠରେ ସ୍ଥପତି। ଚମ, ଛିଆଣି, ଦୀର୍ଘ 2 ଲୁହା, ବର୍ଷ ଧରି ଗୋବରା ଅବିଶ୍ରାନ୍ତ ଢାଳ ଭାବରେ ଅନ୍ଧାର ନିଜର ରାତିରେ ମେଘର ଭେଳା ପରି ସମୟ, ରାତିର ମେଧା, ରଙ୍ଗକୁ କୌଶଳ ଆହୁରି ପ୍ରୟୋଗ ଗାଢ଼ କରି କରିଦିଏ। କୋଣାର୍କ ତଥାପି ମନ୍ଦିର ପ୍ରବଳ ନକ୍ସା ପରାକ୍ରମୀ ରାଜା ଏବଂ ନରସିଂହ ନିର୍ମାଣ ପାଇଁ ନିଶ୍ଚିନ୍ତ ଯୋଜନା ନିଦରେ ପ୍ରସ୍ତୁତ ଶୁଅନ୍ତି ନାହିଁ। କରିଥାନ୍ତି। କାହିଁକି? ତାଙ୍କ ଯୋଜନା କଣ ଅନୁଯାୟୀ ତାର କାରଣ? କୋଣାର୍କ ରାଣୀ ମନ୍ଦିର ନିର୍ମାଣ ସୀତାଦେବୀଙ୍କ ପାଇଁ ଆଖିରୁ 12 ବର୍ଷ ନିଦ୍ରା ହରଣ ଲାଗିବ ହୋଇଯାଏ। ବୋଲି ସେ କେତେ ଅଟକଳ ବର୍ଷ କରିଥାନ୍ତି। ଆଉ ପୁଣି କେତେ ନିର୍ମାଣ ବର୍ଷ କାର୍ଯ୍ୟରେ ମହାରାଜାଙ୍କର 1200 ବ୍ରତଚାରଣ। ଶିଳ୍ପୀ ନିଯୁକ୍ତ କୋଣାର୍କ ହେବାର ମନ୍ଦିର ନିର୍ମାଣ ବ୍ୟବସ୍ଥା ପଥରେ ରହିଥାଏ। ନିଜକୁ 1200 ଉତ୍ସର୍ଗ ଶିଳ୍ପୀ କରିଦେଇ ଆବଶ୍ୟକ। ରାଜାଙ୍କର ପୁଣି ଦେହ 12 ବର୍ଷ ମନ ଧରି କଣ ଏକାଗ୍ର ଶିଳାଖଣ୍ଡ ପରି ଚିତ୍ତରେ ପାଷାଣ ଅବିରାମ ପାଲଟି ଯାଇଛି। କାର୍ଯ୍ୟ ନିଜ କରିବାକୁ ହେବ। ଯୁବତୀ ଦେହର ଘର ରକ୍ତ ଦ୍ୱାର, ମାଂସକୁ ପତ୍ନୀ, ପରିବାର, ପଥର କରିଛନ୍ତି ବୃଦ୍ଧ ମହାରାଣୀ। ମାତାପିତା, ସ୍ୱାମୀର ସନ୍ତାନ, ସନ୍ତତି ଅନୁଗାମିନୀ ହେବା 12 ସ୍ତ୍ରୀର ବର୍ଷ ଧର୍ମ। ଧରି ଭୁଲିଯିବାକୁ ତାଙ୍କର ହେବ। ଅଭାବ କଣ? ଭୁଲିଯିବାକୁ ହେବ ପ୍ରଭୁ ନିଜକୁ, ଆଦିତ୍ୟ ନିଜର ଦେବଙ୍କ ସୁଖ କୃପାରେ ସ୍ୱାଚ୍ଛନ୍ଦ୍ୟକୁ, ସେ ତି ପାଇଛନ୍ତି ପ୍ରଣୟ ଓ କାମନା ନରସିଂହଙ୍କର ବାସନାକୁ। ନିଖୁଣ ଏ ପ୍ରତିମୂର୍ତ୍ତି କିଛି ପୁତ୍ର ସାମାନ୍ୟ କଥା ନୁହେଁ। ଭାନୁଦେବଙ୍କୁ। ଚନ୍ଦ୍ର ରୂପାସଗଡ଼ର କଳାସମ ସେ ଦଳବେହେରା ବହି ଉଠୁଛି। ନିର୍ମାଣ କାର୍ଯ୍ୟ ଶୌର୍ଯ୍ୟ, ପରିଚାଳନା ବୀର୍ଯ୍ୟ, ଦାୟିତ୍ୱରେ ଥାନ୍ତି। ପାଣ୍ଡିତ୍ୟ, ଉପଯୁକ୍ତ ପରାକ୍ରମ ଶିଳ୍ପୀ ସକଳ ନିର୍ବାଚନ ପୈତୃକ କରି ବିଭବର ତାଙ୍କୁ କାର୍ଯ୍ୟରେ ଅଧିକାରୀ ହୋଇ ନିଯୁକ୍ତି ଦେବା ସୀତାଦେବୀଙ୍କର ଏବଂ ଠିକ୍ ଦୁଃଖ ଭାବରେ କଣ? କାର୍ଯ୍ୟ ହାସଲ ଅବଶୋଷ କରିବାର କଣ? ଗୁରୁଦାୟିତ୍ୱ ସବୁ ଥାଇ ତାଙ୍କର। କେଜାଣି କି ଏକ ରାଜ୍ୟର ଶୂନ୍ୟତାରେ ଚତୁର୍ଦ୍ଦିଗରେ ଅନ୍ଧର ଦୂତମାନେ ବେଳେ ବେଳେ ଖେଦି କଲେ। ଅବସାଦଗ୍ରସ୍ତ ରାଜାଙ୍କର ହୁଏ। ଆଦେଶ ଉତ୍କଳର ଡେଙ୍ଗୁରା ଦେଇ ଜଣାଇ ରାଜାରାଣୀ ଦିଆଗଲା। ପଦମଣ୍ଡଳ ବଛା କଲେ ବଛା ମଧ୍ୟ ଶିଳ୍ପୀମାନେ ସମ୍ରାଟ ରାଜାଙ୍କ ଶନିଙ୍କର ଆଦେଶ
ମହାପୁରୁଷକୁ ହୃଦୟ ସସମ୍ମାନ ସିଂହାସନ ପାଳନ ସେ କରି ଯେମିତି ଏବେ କୋଣାର୍କ ମଧ୍ୟ ସନ୍ନିକଟ ଭିକ୍ଷା ଧରି ଅଞ୍ଚଳମାନଙ୍କୁ ବସିଛନ୍ତି। ତାଙ୍କର ଦଳ ବାନ୍ଧି ଅଞ୍ଜଳି ଆସିଲେ। ଏବେ ମଧ୍ୟ ପଛରେ ଅପୂର୍ଣ୍ଣ। ରହିଗଲା ଏବେ ମଧ୍ୟ ହସକାନ୍ଦର ରାଜାଙ୍କର ସଂସାର, ହୃଦୟ ପୁତ୍ର ସିଂହାସନ କନ୍ୟାଙ୍କର ସେ ସେମିତି ଆକୁଳ କ୍ରନ୍ଦନ। ମଣ୍ଡନ ନବ କରିପାରିନାହାନ୍ତି। ପରିଣୀତା ରାଜା କିଶୋରୀ ବିଷଣ୍ଣ, ପତ୍ନୀର ଚିନ୍ତାମଗ୍ନ। କରୁଣ ବିରହ କାହା ବ୍ୟଥା, ପାଇଁ? କି ବୃଦ୍ଧ ଦୁଃଖରେ? ପିତାମାତାଙ୍କର ବିଜୟୀ ଅସହାୟ ନରସିଂହ ଦକ୍ଷିଣ ଦୀର୍ଘଶ୍ୱାସ। ପଶ୍ଚିମ ଦିଗରେ 12 ବର୍ଷ, କୋଲବର୍ଗ ଏବଂ ଗୋଟିଏ ବିଦର ରାଜ୍ୟ ଯୁଗ। ଜୟ ଆଉ କରିଛନ୍ତି। ପୁତ୍ର ମୁଖ ଉତ୍ତରରେ ଦେଖିବେ ତ ବଙ୍ଗଦେଶ ସେମାନେ। ଆକ୍ରମଣ ଅନ୍ତିମ କରି ବେଳାରେ ବହୁ ପୁତ୍ର ଧନରତ୍ନ ହାତରୁ ଲାଭ କରିଛନ୍ତି। ନିର୍ମାଲ୍ୟ ପାଣି ଟୋପାଏ ପ୍ରବଳ ମିଳିବ ତ? ପରାକ୍ରମୀ ପୁତ୍ର ମୋଗାଠୁ ନରସିଂହ ଦେବଙ୍କର ଦେଇପାରିବ ତ? ସମର ସବୁ କୁଶଳୀ ପ୍ରଶ୍ନ ଉଗ୍ରସେନା ଅନୁଚ୍ଚାରିତ ରହିଥିଲା। ଅନୁଗତ ସାମନ୍ତ ଉଚ୍ଚାରିତ ହେଲା ରାଜାମାନଙ୍କର କେବଳ ସମବେତ ଆଶୀର୍ବଚନ। ଇତିହାସ ଯା ଯୁଗ ପୁତ୍ର, ଓ ଦେଶ ଶୃଙ୍ଖଳିତ କାମରେ ଯୁଦ୍ଧ ଯୋଜନା ପଛକୁ ଆଗରେ ଚାଲେ। ମୁସଲମାନ ସେନା ଶିଳ୍ପର ବାରମ୍ବାର ସାଧନା ପରାଜିତ ପଥରେ ହୋଇ କାମ, ଫେରିଛି। କ୍ରୋଧ, ଲୋଭ, ରାଜ୍ୟ ମୋହ, ସୀମାରେ ମଦ, ଅହରହ ଯବନ ମାଶ୍ଚର୍ଯ୍ୟ, ଆକ୍ରମଣର ଭୟ ଅନ୍ତରାୟ ଲାଗି ନ ହେଉ। ରହିଥିଲେ ବି କୋଣାର୍କ ରାଜ୍ୟ ଭିତରେ ହେଉ ମୋଗଲ କାଳଜୟୀ। ଗୋଳର ଆଶଙ୍କା ଅମର ହେଉ ଆଦୌ ନାହିଁ। ଉତ୍କଳୀୟ ଢେଙ୍କିଆ ଶିଳ୍ପୀ, ପାଇକମାନେ ଉତ୍କଳ ଧନୁଶର ଦେଶେ ଏବଂ ଖଣ୍ଡା ଧରି ସୁବିଖ୍ୟାତ ହେଉ। ରାଜ୍ୟ ଭିତରେ କମଳ ଶାନ୍ତି ଶୃଙ୍ଖଳା ମହାରଣା ରକ୍ଷା ଆସିଥିଲା କରିବା ସଙ୍ଗେ ସଙ୍ଗେ 1200 ବହିଃଶତ୍ରୁ ଶିଳ୍ପୀଙ୍କ ସଙ୍ଗେ ଭିତରେ ଯୁଦ୍ଧ ଜଣେ କରିବା ହେଇ। ପାଇଁ ସଜାଗ ହୋଇ ସମସ୍ତଙ୍କ ଭଳି ରହିଛନ୍ତି। ସେ ତା ସଙ୍ଗେ ମଧ୍ୟ ସଙ୍ଗେ ପ୍ରତିଜ୍ଞା ଯୁଦ୍ଧ ବିଦ୍ୟା କରିଥିଲା ଅଭ୍ୟାସ କୋଣାର୍କ ମୁଣ୍ଡି କରୁଥାନ୍ତି ନ ମାରିବା ପାଇକମାନେ। ଯାଏ ପଛକୁ ଫେରି ଯୁଦ୍ଧର ଚାଲିବ ନାହିଁ ଡାକରା ବୋଲି। ଆସିଲେ ସତକୁ ସତ ରଣହୁଙ୍କାର ଦେଇ ଯୁଦ୍ଧ ଆଉ ସେ କ୍ଷେତ୍ରକୁ ପଛକୁ ଲମ୍ଫଦାନ ଫେରି କରନ୍ତି। ଯାଇନାହିଁ। ଦେଶର ସେଦିନର ସର୍ବତ୍ର ସେ ଗ୍ରାମେ ଗ୍ରାମେ ପ୍ରତିଜ୍ଞାବଦ୍ଧ ପାଇକମାନେ ଯୁଦ୍ଧ କର୍ତ୍ତବ୍ୟବୋଧ ଶିକ୍ଷାରେ ରତ ଆଉ କେବେ ଅଛନ୍ତି। କାହିଁ? ଦେଶର ବିଭିନ୍ନ ସ୍ଥାନରେ ବିଷ୍ଣୁ କିଲାମାନଙ୍କରେ ମହାରଣା କିଛି କ୍ଷଣ କିଲାଦାରମାନେ ଚୁପ୍ ହୋଇ କିଛି ପାଇକମାନଙ୍କୁ ସ୍ମରଣ ନିୟନ୍ତ୍ରଣ କରୁଥିଲା। କରୁଛନ୍ତି। ଏସବୁ ଦେଶରେ ତାର ଶାନ୍ତି ଜନ୍ମ ଶୃଙ୍ଖଳା ଜନ୍ମାନ୍ତରର ବିରାଜିତ ଥିଲା କାହାଣୀ। ବେଳେ ସେମାନେ ଅସଂଖ୍ୟ କୃଷକ ଘଟଣା ଭାବରେ ବହୁଳ ଦେଶର ରୋମାଞ୍ଚକର ଉତ୍ପାଦନ ଅନୁଭୂତି ବୃଦ୍ଧି କଥା। କରନ୍ତି। ଆଉ ଶିଳ୍ପୀ ଯୁଦ୍ଧ ବେଳେ କମଳ ମହାରଣା ଅସ୍ତ୍ର ହେଉଛି ଶସ୍ତ୍ର ଧାରଣ କରି ତାଳପତ୍ର ଭୀମ ପୋଥିରେ ଭୟଙ୍କର ବର୍ଣ୍ଣିତ ବେଶରେ କାହାଣୀର ଯୁଦ୍ଧ ନାୟକ। କ୍ଷେତ୍ରରେ କମଳ ଅବତୀର୍ଣ୍ଣ ମହାରଣା ହୁଅନ୍ତି। ନିଜ ଜୀବନ ଗଙ୍ଗବଂଶର ଇତିହାସ ସୁବର୍ଣ୍ଣ ଲେଖିଯାଇଛି ଯୁଗରେ ଦେଶର ତାଳପତ୍ର ଶାନ୍ତି, ପୋଥିରେ। କୋଣାର୍କ ସନ୍ତୋଷ, ଶିଳ୍ପୀ ବୀରତ୍ୱ କମଳ ଓ ମହାରଣା ଶୌର୍ଯ୍ୟର ବେଗୁନିଆ ଏକତ୍ର ନିବାସୀ ସହାବସ୍ଥାନ ହେଉଛି। କୁଶଭଦ୍ରାର ସ୍ୱାମୀ ତେବେ ବି ରାଜା ଲକ୍ଷ୍ମଣ ନରସିଂହ ମହାରଣାର ଦେବଙ୍କ କେତେ ମନରେ ପୁରୁଷର ଶାନ୍ତି ନାହିଁ, ପୂର୍ବବର୍ତ୍ତୀ ସନ୍ତୋଷ ନାହିଁ। ବଂଶଧର। ସମର ଘରେ କ୍ଳାନ୍ତି ଛାଡ଼ି ମେଟାଇବା ଆସିଥିବା ପାଇଁ କିଶୋରୀ ସେ ପତ୍ନୀ ବାରବାଟୀ ଦୁର୍ଗରେ ଚନ୍ଦ୍ରଭାଗା ବୁଝିଥିଲା ବିଶ୍ରାମ ଯାହା କରନ୍ତି ନିଜେ ନାହିଁ, ବିଳାସରେ ଚନ୍ଦ୍ରଭାଗା ମାତନ୍ତି ନାହିଁ। ସମ୍ପର୍କରେ ରାଣୀ ସୀତାଦେବୀଙ୍କ ଯାହା ସାନ ଭାଇ ସଙ୍ଗଲାଭ ଧବଳ କରିବାର ମହାରଣା ଠାରୁ ଲାଳସାକୁ ଶୁଣିଥିଲା, ତ୍ୟାଗ କରି ସେ ପ୍ରାୟ ଅନ୍ୟମାନଙ୍କଠାରୁ କୋଣାର୍କ ଯାହା ନଗରୀର ବୁଝିଥିଲା, ରାଜପ୍ରସାଦରେ ଯାହା ନିଜେ ଅବସ୍ଥାନ ଅଙ୍ଗେ କରନ୍ତି। ନିଭେଇଥିଲା ପ୍ରତି ଆଉ ରାତ୍ରିରେ କଳ୍ପନା କରିଥିଲା, ଅନ୍ଧାରି ବିଜେ କରି ତାହା ହିଁ ଦେଶବାସୀଙ୍କର ଟିକେ ଦୁଃଖ ଲେଖି କଷ୍ଟର ଯାଇଛି ବିବରଣୀ ତାଳପତ୍ର ସଂଗ୍ରହ ପୋଥିରେ। କରନ୍ତି। ଶିଳ୍ପୀ ଛଦ୍ମବେଶରେ କମଳ ଖୁରୀ ମହାରଣା କାହାର ସୁନ୍ଦର ଯେମିତି ଯୁବା ଖୋଜୁଛନ୍ତି, ପୁରୁଷ। ଖୋଜି ଖଣ୍ଡଗିରି ହୁଅନ୍ତି। ତଳେ ଗୋଟେ ମହାରାଣୀ ଛୋଟ ପ୍ରଶ୍ନ ଗାଁର କଲେ ସ୍ମିତ ହସି ଶିଳ୍ପୀ ଉତ୍ତର କୁଳରେ ସେ ଦିଅନ୍ତି, ଜନ୍ମ। ମଣିଷ ଯାହା ସେତେବେଳଙ୍କର ପାଏ ସେ ନାହିଁ ଜଣେ ତାକୁ ନାମକରା ହିଁ ସାରା ସ୍ଥପତି ଜୀବନ ଓ ଖୋଜୁଥାଏ। ଭାସ୍କର। ସେ 2 ବର୍ଷ ଖୋଜିବାର ତଳେ ଯନ୍ତ୍ରଣାଦାୟକ ବିବାହ ଆନନ୍ଦ ହୋଇଥାଏ ହେଉଛି ପାଖ ଗାଁର ପୃଥିବୀର 9 ବର୍ଷର ଶ୍ରେଷ୍ଠ ବାଳିକା ଆନନ୍ଦ। ଚନ୍ଦ୍ରଭାଗା ସହ। ରାଣୀ ଶିଳ୍ପୀ ପ୍ରଶ୍ନ ଆଖିର କରନ୍ତି, ସ୍ୱପ୍ନ ସେ ଠାରୁ କିଏ? ସେ କୁଆଡ଼େ ସେ ସୁନ୍ଦର। କମଳ ଶିଳ୍ପୀର ମହାରଣାର ଆତ୍ମା, କଳ୍ପନା କୋଣାର୍କର ଠାରୁ ଆତ୍ମା। ସେ ମୁଁ କମନୀୟ। ତାକୁ ହିଁ ଖୋଜୁଛି। ସମସ୍ତେ ପଥର କହନ୍ତି ଭିତରେ କମଳ ଆତ୍ମା ଖୋଜିଲେ ମହାରଣା ପାଇଁ କ'ଣ ମିଳେ? ଚନ୍ଦ୍ରଭାଗା ରାଣୀ ଯେମିତି କଳା ନରସିଂହ ହେଉଛି। ରାଣୀକୁ ତାକୁ ପ୍ରଶ୍ନ ପାଇବା ପରେ କରନ୍ତି। କମଳ ରାଣୀ ମହାରଣା ଦୀର୍ଘଶ୍ୱାସ ଆହୁରି ତୋଳି ସୁନ୍ଦର ଉତ୍ତର ମୂର୍ତ୍ତି ଦିଅନ୍ତି, ଗଢ଼ିବ। ମିଳେ। ମୁଁ ବି ତ ଚନ୍ଦ୍ରଭାଗା ପଥର ଭିତରେ ବିଧାତାର ଆତ୍ମା ହାତଗଢ଼ା ଖୋଜୁଛି। କାରୁକାର୍ଯ୍ୟ ଆପଣଙ୍କ ଖଚିତ ଭିତରେ ମୁଁ ମର୍ମର ନିଜକୁ ମୂର୍ତ୍ତି। ଖୋଜୁଛି। ମୁଁ କେବେ ଶିଳ୍ପ ନିରାଶ ହେବି ଚାତୁରୀରେ ନାହିଁ। କୋଣାର୍କର ବିଧାତା ପାଖରେ ସମ୍ପୂର୍ଣ୍ଣତା କମଳ ପଥର ଭିତରେ ମହାରଣା ଆତ୍ମାର ନିଶ୍ଚୟ ହାର ସଞ୍ଚନ ମାନିବ। କରିବ, ଆଉ ଏକଥା ମୁଁ ଆପଣଙ୍କ ଚନ୍ଦ୍ରଭାଗାକୁ ଭିତରେ ଦେଖି ଆସିବା ନିଜକୁ ଲୋକମାନେ ପ୍ରତିଷ୍ଠା କମଳ କରିପାରିବି। ମହାରଣା ଏ ଆଗରେ ବିଶ୍ୱାସ ବର୍ଣ୍ଣନା କରି ମୋର କହନ୍ତି। ଅଛି। କମଳ ମହାରଣା ନରସିଂହ ଶିଳ୍ପୀ ଆଖିରେ ଦୀର୍ଘଶ୍ୱାସ ତୋଳି ସ୍ୱପ୍ନ ଭାବନ୍ତି, ସବୁ ଶରତ ମୁଁ ଯେଉଁ ଆକାଶର ଆତ୍ମାକୁ ନୀଳିମା ଖୋଜୁଛି ପରି ସେ ତ ନୀଳ ଆହୁରି ଆକାଶରେ ଗଭୀର ମୌସୁମୀ ହୋଇଯାଏ। ହୋଇଯାଇଛି। ବିଧାତାଙ୍କ ଅରଣ୍ୟରେ ହାତ ସୁରଭି ତିଆରି ହୋଇ ନିଜର ହଜିଯାଇଛି। ବାଳିକା ନୀଳ ବଧୂକୁ ସମୁଦ୍ରରେ କଳ୍ପନା ଚାତୁରେ ଢେଉଟିଏ ହୋଇ ଆଙ୍କି ଦୂରକୁ କମଳ ବହିଯାଇଛି। ମହାରଣା ସେ ମୂର୍ତ୍ତି ଆଉ ଗଢ଼ିଯାଏ ମିଳିବ ଗୋଟାଏ କେଉଁଠୁ? ମେଷରେ। କମଳ ନିରବଚ୍ଛିନ୍ନ ମହାରଣାର ଭାବେ ମୂର୍ତ୍ତି କାମ ଆଗରେ କରି ଚାଲିଛି ବିଧାତା ଶିଳ୍ପୀ କାଳେ କମଳ ହାରିଯିବେ ମହାରଣା। ବୋଲି ନାଟ କେହି ମନ୍ଦିରର କେହି ଦକ୍ଷିଣ ଆଶଙ୍କା ପାର୍ଶ୍ୱରେ କରନ୍ତି। ପ୍ରତୀକ୍ଷାରେ ଶିଳ୍ପ ଚାତୁରୀରେ ମୂର୍ତ୍ତିଟିକୁ କେବେ ସ୍ଥାପନ କରି ଯେଉଁଠି ହାର କାରୁକାର୍ଯ୍ୟରେ ମାନିନଥିବା ଆଉ ଟିକେ କମଳ ସୂକ୍ଷ୍ମତାର ମହାରଣାର ସ୍ପର୍ଶ କିନ୍ତୁ ଦେଉଛି। ଇଚ୍ଛା ହୁଏ ଅପୂର୍ବ ସେଇ ବିଧାତାଙ୍କର ପ୍ରତୀକ୍ଷାର ମୂର୍ତ୍ତି। ହାତଗଢ଼ା ତାର କିଏ ବାଳିକା ସେଇ ବଧୂର ପ୍ରତୀକ୍ଷମାଣ ନାରୀ? ଲୁବରାବଣ୍ୟ ଅର୍ଥ ପାଖରେ ଉନ୍ମୁକ୍ତ ସେ ଦ୍ୱାରରେ ବାରମ୍ବାର କବାଟ ହାର ଉପରେ ମାନନ୍ତା ଗୋଟିଏ କି? ସୁଠାମ ହାତ ରଖି କାହାର ଚନ୍ଦ୍ରଭାଗା। ପଥ ଚାହିଁ ବସିଛି ଚନ୍ଦ୍ରଭାଗାର କେତେ ରୂପକୁ ଯୁଗ କଳ୍ପନା ଧରି। କଲେ ଅବଗୁଣ୍ଠନ କମଳ ଅଳ୍ପ ମହାରଣାର ଘୁଞ୍ଚି ଆଖି ଯାଇଛି ଆଗରେ ଦର ମୁହଁ ଉପରୁ। ଫୁଟନ୍ତା ଜହ୍ନ ପଦ୍ମଫୁଲର ଆଲୋ ଭଳି ଅନୁରାଗ ତୋଫା ହୋଇ ରଞ୍ଜିତ ଦିଶୁଛି ଲାଜ ଲାଜ ପାନପତ୍ରର ଛବି ନିଷ୍ପାପ ଆଙ୍କି ହୋଇଯାଏ। ଆତୁର ମୁହଁର ଚନ୍ଦ୍ରଭାଗା କିଛି ଏଥର ଅଂଶ ବଧୂ ହେଇ ଚିବୁକରୁ ଆସିବ। ଆଉ ଟିକିଏ 12 ବର୍ଷର ମାଠି ମୁଠି କିଶୋରୀ ଆଣୁଛି ବଧୂର ଶିଳ୍ପୀର ପଦଧ୍ୱନି ନିପୁଣ କମଳ ହାତ। ମହାରଣାର କମଳ ହୃଦୟ ମହାରଣା ଦ୍ୱାରରେ ନିରାହାଣ ବାଜି ସ୍ଥିର ଉଠିଲାଣି। ହୋଇଯାଉଛି। ମାତ୍ର ଫୁଲ ପାଖୁଡ଼ାକୁ 2ଟା ଛୁଇଁବା ମାସ ପାଇଁ ପରେ ଚନ୍ଦ୍ରଭାଗା ପ୍ରାସାଦ ପ୍ରିୟାର ଆସିବ ବଧୂ ଅଧରକୁ ହୋଇ। ଆସ୍ତେ ଛୁଇଁଛି ନବବର୍ଷର ଅନୁଭବ ଅଭିଷେକ କରୁଛି। ଭିତରେ ଅସ୍ପଷ୍ଟ ଅଭିସାରୀ କଣ୍ଠରେ କାଳିସାରୀ। ପ୍ରିୟାର କାନେ କମଳ କାନେ କହୁଛି, ମହାରଣାର ମା ଚନ୍ଦ୍ରଭାଗା, ନବବଧୂ ପାଇଁ ମୋର ଏଇ ପ୍ରେମର ଘର ସ୍ପର୍ଶ ସଜାଉଛନ୍ତି। ତମେ ସେଠିରେ ଲକ୍ଷ୍ମୀପାଦ ଅନୁଭବ ପକାଇ କରିପାରିବ। ବଧୂ ଏ ଚନ୍ଦ୍ରଭାଗା ବିଶ୍ୱାସ ଆସିବ ମୋର ଅଛି, ପୁତ୍ର କାରଣ କମଳର ତମ ସୁଖ, ପ୍ରତୀକ୍ଷାରେ ସୌଭାଗ୍ୟ, ଦୀର୍ଘଶ୍ୱାସ ଯଶ, ଏଠି ମୋ ଦେହରେ କୀର୍ତ୍ତି, ବାଜୁଛି। ମୁଁ ସ୍ୱାସ୍ଥ୍ୟ, ଜାଣେ ତମେ ସନ୍ତୋଷ ମୋତେ ଏବଂ ଅନନ୍ତ ଦୀର୍ଘ କାଳ ପାଇଁ ଜୀବନର ପ୍ରତୀକ୍ଷା ଶ୍ରୀ କରିବ। ସମ୍ବାଦ ସେଇଥିପାଇଁ ଧରି। ତମ ପ୍ରତୀକ୍ଷାର ଚିତ୍ର ଝିଅମାନଙ୍କର ମୁଁ ଲେଖି ପାଦକେ ଯାଉଛି। ଶ୍ରୀ, କୋଣାର୍କ ପାଦକେ ଶିଳାରେ ହତଶ୍ରୀ। ଶିଳ୍ପୀ ପ୍ରିୟାର ପ୍ରତୀକ୍ଷା ସର୍ବଶୁଭରେ କୋଣାର୍କକୁ
ଚନ୍ଦ୍ରଭାଗାର ମହାନ କରିଛି। ଆଗମନ ଏ କଥା ପାଇଁ ଦିନେ 3, ହିଁ 12 ଦୁନିଆ ଜାଣିବ। ଲଗ୍ନ ଧାର୍ଯ୍ୟ ଭଲରେ ଥାଅ ହୋଇଛି। ଚନ୍ଦ୍ରଭାଗା, ଆହୁରି ପ୍ରତୀକ୍ଷା 2 ଦିନ ମାସ, ତ ସରି ଦିନ ଆସୁଛି। ଦିନ ଧରି ଆହୁରି 60 ଦିନ। ସ୍ତମ୍ଭୀଭୂତ କମଳ ହୋଇଗଲେ ମହାରଣାର ରାଜା ଇଚ୍ଛା ନରସିଂହ। ହୁଏ ଥରେ ଲୁଚି ଲୁଚି ଶିଳ୍ପୀମାନଙ୍କର ଦେଖି କାମ ଆସନ୍ତି
ହସନ୍ତା ଚପଳା କିଶୋରୀ ଚନ୍ଦ୍ରଭାଗାକୁ ବଧୂ ହୋଇ ଆସିବା ପରେ ଚନ୍ଦ୍ରଭାଗାର ଚପଳତା ହଜିଯିବ। ସେ ହୋଇଯିବ ଚନ୍ଦ୍ରଭାଗାର ଅନ୍ୟ ଏକ ଶାଖା, ଗଭୀର ମନ୍ଥର ମୃଦୁସ୍ରୋତ। ଧରିତ୍ରୀ ଭଳି ସର୍ବଂସହା କଲ୍ୟାଣୀ ବ୍ରତଟିଏ କୁମାରୀ ଚନ୍ଦ୍ରଭାଗାର ଅକଳୁଷ ସୌନ୍ଦର୍ଯ୍ୟ ଫୁଲର ସୁରଭିରେ ମିଶିଯାଇ ସେହି ଗାଁରୁ ଏ ଗାଁକୁ ଭାସି ଆସି ଆମନ୍ତ୍ରଣ ଜଣାଏ ଶିଳ୍ପୀ କମଳ। ସେଦିନ ଚନ୍ଦ୍ରଭାଗାର ଗାଁ ଭିତର ଦେଇ ଫେରୁଥାଏ କମଳ ମହାରଣା କୌଣସି ଏକ ଦୂର ଗାଁରୁ। ହୁଏତ ଜାଣି ଜାଣି ଶ୍ୱଶୁର ଘର ଗାଁର ପାହାଡ଼ ତଳେ ତଳେ ସବୁଜ କ୍ଷେତରେ ଧାରେ ଧାରେ କାହାକୁ ସେ ଖୋଜି ଖୋଜି ଫେରୁଥାଏ। ସାଙ୍ଗ ଛାଡ଼ି ପଥ ଭାଙ୍ଗି କମଳ ମହାରଣା ଗୋଟାଏ ଅଜଣା ଆକର୍ଷଣରେ ଏହି ପଥ ଦେଇ କେତେଥର ଯା ଆସ କଲାଣି। ଗାଁ ମୁଣ୍ଡରେ ପଦ୍ମ ପୋଖରୀରେ ଗାଁ ଝିଅ ବୋହୂଙ୍କର ଅଳସ ସ୍ନାନ ପର୍ବ କମଳ ମହାରଣାର ଶିଳ୍ପୀ ଆଖି ଦୁଇଟାକୁ ଅନାୟାସରେ ଟାଣିନିଏ। ଫୁଟନ୍ତ ପଦ୍ମ ଫୁଲ ଭିତରେ ବିକଶିତ ଲାବଣ୍ୟମୟୀ ମୁହଁଗୁଡ଼ା ପାରି ହୁଏ ନାହିଁ। ମନେ ହୁଏ ପୋଖରୀ ସାରା ଖାଲି ଗୁଡ଼ାଏ ପଦ୍ମ ଫୁଲର ସମାରୋହ। ସେଦିନ କମଳ ମହାରଣା ଫେରୁଥାଏ ସାଥୀ ବ୍ରଜବନ୍ଧୁ ସହ ଅନ୍ୟ ଏକ ଗାଁରୁ। ବାଟ ଭାଙ୍ଗି ପଦ୍ମ ପୋଖରୀ ବନ୍ଦେ ବନ୍ଦେ ଆଗେ ଆଗେ ଚାଲିଥାଏ କମଳ ମହାରଣା। କଳ ମଧ୍ୟାହ୍ନର ଖରା ନାରଙ୍ଗୀ କରିଦେଇଥାଏ ଗଛ ପତ୍ର ଆକାଶ ପୃଥିବୀକୁ। କମଳର ଅବାଧ୍ୟ ଦୃଷ୍ଟି ତୀର୍ଯ୍ୟକ୍ ଭାଙ୍ଗି ଯାଉଥାଏ ସ୍ଥିର ସରସିର ଦର୍ପଣରେ କାହାର ମୁହଁ ଦେଖିବା ପାଇଁ। ଅସମୟରେ ସ୍ନାନ କରୁଥାନ୍ତି ତିନୋଟି କିଶୋରୀ। ଲାଲ ଶାଢ଼ୀ ପିନ୍ଧି ପତଳି ହେଇ ରୂପମୟୀ କିଶୋରୀଟିର ଅଣ୍ଟା ପର୍ଯ୍ୟନ୍ତ ପାଣିରେ ଠିଆ ହୋଇଥାଏ। ପଦ୍ମନାଡ଼ ପରି ସୁକୁମାର ଦେହ, ମୁଣ୍ଡରେ ଓଢ଼ଣା, ଦୂରରୁ କମଳକୁ ଦିଶୁଥାଏ ପଦ୍ମଟିଏ ଫୁଲଟିଏ ଭଳି। ଇଷତ୍ ଲାଲ ଶାଢ଼ୀର ପାଖୁଡ଼ା ଭିତରେ ହରିଦ୍ରା ରଙ୍ଗର ପଦ୍ମକେଶର ମୁହଁଟିଏ, ତା ଭିତରେ କଳା କଳା ଦୁଇଟି ଆୟତ ଆଖି। ସତେକି ପଦ୍ମକେଶର ଉପରେ ଦୁଇଟି ଭ୍ରମର ଏକ ସଙ୍ଗୀ ମଧୁପାନ କରୁଛନ୍ତି। ବ୍ରଜବନ୍ଧୁ ଆସେ କହିଲା, ଦେଖ କମଳ, ସେଇ ଲାଲ ଶାଢ଼ୀ ପିନ୍ଧା ସୁନ୍ଦରୀ ଝିଅଟା ହେଉଛି ତୋର ସ୍ତ୍ରୀ। ତାଙ୍କ ଘର ପାଖରେ ମୋ ପିଉସୀ ଘର। ମୁଁ ତାକୁ ଚିହ୍ନେ। ଠିକ୍ ସେତିକିବେଳେ ପୋଖରୀ ଭିତରେ ଝିଅଟିଏ ଗୁଞ୍ଜରି ଉଠିଲା, ଦେଖଲୋ ବଉଳା, ଯାହାଙ୍କ କଥା ଦିନ ରାତି ଭାବୁଛୁ, ଯାହାଙ୍କ ଘରକୁ ଯିବା ପାଇଁ ଗୋଡ଼ ଟେକି ବସିଛୁ, ସେଇ ତୋର ସ୍ୱାମୀ ଆପେ ଆପେ ତୋ ସାମ୍ନାରେ ହୁବା ହୋଇଛନ୍ତି। ଗାଧୋଇ ସାରି ଶିଳ୍ପୀର ମନରେ ଜଳତରଙ୍ଗ ଭଳି କଳକଳ ନାଦରେ ଦୁଇଟି କିଶୋରୀ ଦୁଇପଟେ ହସି ହସି ସଖୀକୁ ପରିହାସ କରୁଥିଲେ। କମଳ ମହାରଣା କମ୍ପିତ ହୃଦୟରେ ଆଖି ଟେକି ପ୍ରିୟତମା ବାଳିକା ବଧୂର ସଦ୍ୟ ସ୍ନାତ ଛବିଟିକୁ ମନ ଭିତରେ ଆଙ୍କି ନେବା ପାଇଁ ପ୍ରୟାସ କଲାବେଳକୁ ଦେଖିଲା ଝିଅଟି ଅକସ୍ମାତ୍ ଉଭା ହୋଇଛି। ସେଠି ହସିଛି ଗୋଟାଏ ପଦ୍ମଫୁଲ। ଝିଅଟା ଲଜ୍ଜାରେ ପାଣି ଭିତରେ ଉପନ୍ୟାସିକା ପ୍ରତିଭା ଉପନ୍ୟାସ ଶିଳାପଦ୍ମର କମଳ ମହାରଣା ନିରାଶ ହୋଇଗଲା। କିନ୍ତୁ ପରକ୍ଷଣରେ ଲମ୍ବା ଲମ୍ବା ପାଦ ପକାଇ ପୋଖରୀ ବନ୍ଧ ପାରି ହୋଇଯିବାକୁ ଚେଷ୍ଟା କଲା। ତାର ଭୟ ହେଲା ସେ ଯଦି ଶୀଘ୍ର ଦୃଷ୍ଟି ଅନ୍ତରାଳୟକୁ ଚାଲି ନଯାଏ, ତେବେ ଲଜ୍ଜାବତୀ କିଶୋରୀଟି ଜଳ ଭିତରେ ଶ୍ୱାସରୁଦ୍ଧ ହୋଇ ଶେଷ ପାଇଯିବ। ସେତେବେଳେ ତାର ଲଜ୍ଜାବତୀ ଝିଅମାନଙ୍କ ଉପରେ ଭୀଷଣ ରାଗ ହେଲା। ଦିନ କେଇଟା ଗଲେ ଚନ୍ଦ୍ରଭାଗା ତା କଳାରେ ମାଳ ହୋଇ ଶୋଭା ପାଇବ, ଅଥଚ ଆଜି ତା ଦୃଷ୍ଟି ପଡ଼ିଯିବା ମାତ୍ରେ ସେ ଲଜ୍ଜାବଶତଃ ଜଳରେ ବୁଡ଼ି ପ୍ରାଣପାତ କରିବା ପାଇଁ ପ୍ରସ୍ତୁତ। ବନ୍ଧ ତଳକୁ ଗଡ଼ି ଯାଉ ଯାଉ କମଳ ଆଉ ଥରେ ପଛକୁ ବୁଲି ଚାହିଁଲା। ଓଦା ସରସର ହେଇ ଏକ ଲୟରେ ତାକୁ ପଛରେ ଲକ୍ଷ୍ୟ କରୁଥିବା ବିଜୁଳି ଲତାଟିଏ ପୁଣି ଥରେ ଟୁପ୍ କରି ପାଣିରେ ବୁଡ଼ିଗଲା। କଳକଳ ହସର ଝରଣା ପୁଣି ଥରେ ବହିଗଲା ଦୁଇ କୂଳ ଛୁଇଁ। କମଳ ଏକାମୁହାଁ ହୋଇ ପଳାଇ ଆସିଲା ରାସ୍ତା ଭାଙ୍ଗି। ପ୍ରତିଜ୍ଞା କଲା, ଆଉ କେତେଟା ଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବ ପଛକେ 12 ବର୍ଷର ବଧୂଟିକୁ ଲଜ୍ଜାରେ ବୁଡ଼ି ମରିବା ପାଇଁ ଦେବ ନାହିଁ। ଦୂରରୁ ଦେଖିଥିବା ଚନ୍ଦ୍ରଭାଗାର ଅସ୍ପଷ୍ଟ ଲାବଣ୍ୟମୟ ଛବିକୁ ସେ ଯେତେ ମନେ ପକାଇଲା, କମଳ ମହାରଣାର କେବଳ ପଦ୍ମଫୁଲଟିଏ ମନେ ପଡ଼ିଲା। କମଳ ମହାରଣା ଭାବିଲା, ଚନ୍ଦ୍ରଭାଗା ତା ଘରକୁ ଆସିବା ପରେ ତାର ନୂତନ ନାମକରଣ ପଦ୍ମିନୀ ବା କମଳିନୀ ହେଲେ କେମିତି ହୁଅନ୍ତା। ଶୁଭଲଗ୍ନରେ ଚନ୍ଦ୍ରଭାଗା ବଧୂ ହୋଇ ଆସିଲା କମଳ ମହାରଣାର ଘରକୁ କୁମାରତ୍ୱର ସମସ୍ତ ଶ୍ରୀ ସମ୍ଭାର ଧରି। ମାତ୍ର ସେତେବେଳକୁ କମଳ ମହାରଣାର ଘର ଶ୍ରୀହୀନ ହୋଇଯାଇଥିଲା।
କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ମହାରାଜାଙ୍କ ଡାକରା ପାଇ କମଳ ମହାରଣା ମାତ୍ର 12 ଦିନ ଆଗରୁ ଚନ୍ଦ୍ରଭାଗା ତୀରକୁ ଚାଲିଯାଇଥିଲା। ବର୍ଷ ବର୍ଷ ଧରି 12 ବର୍ଷର ପ୍ରତୀକ୍ଷା କିଶୋରୀ ବଧୂ ଚନ୍ଦ୍ରଭାଗାକୁ ଉପହାର ଦେଇ। ସେତିକି ଛଡ଼ା ଆଉ କ'ଣ ବା ଉପହାର ଦେଇପାରିଥାନ୍ତା ଶିଳ୍ପୀ କମଳ ନିଜ ପ୍ରାଣବନ୍ଧୁ ପ୍ରାଣପ୍ରିୟା ବଧୂକୁ। ରୂପାସଗଡ଼ର ଦଳବେହେରା ଯେଉଁଦିନ ତାଙ୍କ ଗାଁରୁ ବଛା ବଛା ଶିଳ୍ପୀମାନଙ୍କୁ ଡାକିନେଲେ, ସେଦିନ କମଳ ମହାରଣା କୌଣସି ପ୍ରତିବାଦ କରିନଥିଲା। ବିଶ୍ୱବିଖ୍ୟାତ ସୂର୍ଯ୍ୟ ମନ୍ଦିରର ପାଷାଣରେ ପଦ୍ମ ଫୁଟାଇବା ଆଗରୁ ତାର ଯେ ଥରେ ଚନ୍ଦ୍ରଭାଗାର ପଦ୍ମମୁଖ ଦର୍ଶନ କରିଯିବା ଉଚିତ, ଏକଥା ସେ କହିପାରିନଥିଲା। ସେ ତ ଏକା ନୁହେଁ, ତାରି ଭଳି 1200 ଶିଳ୍ପୀ ଦେଶର ଆହ୍ୱାନରେ ଘରୁ ପଦାକୁ ଗୋଡ଼ କାଢ଼ିଛନ୍ତି। କେହି ହୁଏତ ଉଠିଆସିଛି ବାସର ଶେଯରୁ, କେହି ବିବାହ ବେଦୀ ଉପରୁ। ଠିକ୍ ଯେମିତି ଯୁଦ୍ଧ ଡାକରା ପାଇ ଦେଶର ସ୍ୱାଧୀନତା ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ହଜାର ହଜାର ତରୁଣ ପାଇକ ପୁଅ। କେହି କୁଣ୍ଠିତ ନୁହନ୍ତି, କେହି ଦୁଃଖିତ ନୁହନ୍ତି। ଏ ତ ରାଜାଙ୍କର ଆଦେଶ ନୁହେଁ, ଦେଶର ଆହ୍ୱାନ, ଜଗନ୍ନାଥଙ୍କର ନିର୍ଦ୍ଦେଶ। ରାଜା ତ ଜଗନ୍ନାଥ ସ୍ୱାମୀଙ୍କର ଜଣେ ଆଜ୍ଞାବହ ସେବକ ମାତ୍ର। ଜଗନ୍ନାଥଙ୍କର ଇଚ୍ଛାକୁ ସେ କେବଳ କାର୍ଯ୍ୟକାରୀ କରନ୍ତି। ସୃଷ୍ଟିକର୍ତ୍ତାଙ୍କର ନିର୍ଦ୍ଦେଶ ମାନିଲେ ସୃଷ୍ଟିର କଲ୍ୟାଣ ହୁଏ। ସୃଷ୍ଟି କଲ୍ୟାଣ ପାଖରେ ବ୍ୟକ୍ତି ଜୀବନର ଦୁଃଖ ସୁଖକୁ ତୁଚ୍ଛ କରି କମଳ ମହାରଣା ଆଗକୁ ପାଦ ବଢ଼ାଇଲା। ନିଜ ଅଜାଣତରେ ସେଦିନ ବାଟ ଭାଙ୍ଗି ସେ ପଦ୍ମପୋଖରୀ ବନ୍ଧେ ବନ୍ଧେ ଚାଲୁଥିଲା। ସେଦିନ କେଜାଣି କାହିଁକି ଗୋଟିଏ ହେଲେ ପଦ୍ମଫୁଲ ଫୁଟିନଥିଲା ସାରା ପୋଖରୀଟାରେ। ଅଭିମାନ ଗୁରୁଭାରରେ ପଦ୍ମ ପାଖୁଡ଼ାର ଓଠ ନିବୁଜ କରି ପଦ୍ମ କଢ଼ ସବୁ ନିଷ୍ପ୍ରଭ ହୋଇ ଉଠିଥିଲା। ମୁହଁରେ ଅଭିଯୋଗ ନାହିଁ, ଅଥଚ ପାଖୁଡ଼ା ଉପରେ ବିନ୍ଦୁ ବିନ୍ଦୁ ଅଶ୍ରୁଜଳ। ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ରଙ୍ଗ ଦେଖୁ ଦେଖୁ ଶିଳ୍ପୀ କମଳ ମହାରଣାର ମନେପଡ଼େ କିଶୋରୀ ପତ୍ନୀ ଚନ୍ଦ୍ରଭାଗାର ଅସ୍ପଷ୍ଟ ମୁହଁ। ଏ ଭିତରେ ଚନ୍ଦ୍ରଭାଗା ସ୍ୱାମୀ ଗୃହକୁ ଆସିଥିବ। ଶୂନ୍ୟ ଗୃହରେ ତାର ବାସର ରାତି ଉଦ୍ଯାପିତ ହୋଇଥିବ। ସେ ଏବେ ରୁଗୁଣା ଶାଶୁଙ୍କର ସେବା କରୁଥିବ। ଚନ୍ଦ୍ରଭାଗାଠାରୁ 2 ବର୍ଷ ବଡ଼ 14 ବର୍ଷର କିଶୋର ଦିଅର ଧବଳ ମହାରଣାର ଯତ୍ନ ନେଉଥିବ। ଘର ଲିପୁଥିବ, ଝୋଟି ଦେଉଥିବ, ରୋଷେଇ କରୁଥିବ, ତୁଳସୀ ଚଉରାରେ ପାଣି ଦେଉଥିବ। କମଳ ମହାରଣାର ହାତ ଲଗା ଗଛରେ ଫୁଲ ଫୁଟାଉଥିବ। ଫୁଲ ଫୁଟାଉଥିବ ସ୍ୱାମୀ ଗୃହର ପ୍ରତିଟି ଧୂଳିକଣାରେ। ସେଇ ତାର କର୍ତ୍ତବ୍ୟ ବୋହୂପଣିଆ। ସନ୍ଧ୍ୟା ଦୀପ ହେଇ ସାରା ପରିବାରର କଲ୍ୟାଣ ପଥରେ ସେ ନୀରବରେ ଜଳୁଥିବ। ଆଲୋକ ଢାଳୁଥିବ ସ୍ୱାମୀର ଫେରନ୍ତା ପଥରେ। ଚନ୍ଦ୍ରଭାଗା ତାହା ହିଁ ତ କରୁଥିଲା। ସେ ସନ୍ଧ୍ୟା ଦୀପ ହେଇ ଜଳୁଥିଲା କମଳଶୂନ୍ୟ ଅନ୍ଧାରୀ ଗୃହରେ। ସାରା ଘରକୁ ଆଲୋକିତ କରି ସେ ଅନ୍ଧାର ସାଉଁଟି ନେଉଥିଲା ନିଜ ହୃଦୟକୁ। କମଳ ମହାରଣାର ହାତକଢ଼ା ଅନେକ ମୂର୍ତ୍ତି ଭଳି ସେ ମଧ୍ୟ ଗୃହର ଶୋଭାବର୍ଦ୍ଧନ କରୁଥିଲା ଏବଂ ସେମିତି ପାଷାଣ ପାଲଟି ଯାଉଥିଲା। ସେ ଯେ ଗୋଟାଏ ମଣିଷ, ତାର ଶରୀର ଏବଂ ମନକୁ ଯେ କଷ୍ଟ ହୁଏ, ଦୁଃଖ ହୁଏ, ସେ ଯେ ମନେ ମନେ କାହାକୁ ଖୋଜେ, ନ ପାଇ ଝୁରେ, ଝୁରିଲେ ଯନ୍ତ୍ରଣା ପାଏ, ସେ କଥା କେହି ଭାବନ୍ତି ନାହିଁ, କେହି ଜାଣନ୍ତି ନାହିଁ। ଏମିତିକି ଚନ୍ଦ୍ରଭାଗା ନିଜେ ମଧ୍ୟ ନିଜ ଭିତରର କଷ୍ଟକୁ ଆଉ କାହାର କଷ୍ଟ ଭାବି ଉପରେ ଉପରେ ଉଡ଼ାଇ ଦେବାକୁ ଚେଷ୍ଟା କରେ। କଷ୍ଟକୁ ପ୍ରକାଶ କଲେ ବା ଲାଭ କ'ଣ? ଚନ୍ଦ୍ରଭାଗା ଜୀବନର ଅନାହୁତ ଦୁଃଖର ସମାଧାନ କିଏ କରିବ? ଏ ତ ଦିନକର କଥା ନୁହେଁ, ମାସକର ବ୍ୟଥା ନୁହେଁ, ବର୍ଷକର ପ୍ରତୀକ୍ଷା ନୁହେଁ। ଏ ଯେ ବର୍ଷ ବର୍ଷ ଧରି 12 ବର୍ଷ ନିରବଚ୍ଛିନ୍ନ ତପସ୍ୟା। ସେ ପୁଣି ରାଜାଙ୍କର ଆଦେଶ, ଜଗନ୍ନାଥଙ୍କର ଇଚ୍ଛା। କମଳ ମହାରଣା ବି ପତ୍ନୀଙ୍କୁ ପଛକରି ମୂର୍ତ୍ତିକୁ ସାମ୍ନାରେ ରଖିଥାଏ। କମଳ ମହାରଣାର ସାମ୍ନାରେ ଧାଡ଼ି ଧାଡ଼ି ଲାସ୍ୟମୟୀ ନାରୀ ମୂର୍ତ୍ତି। ତାର କିଶୋରୀ ପତ୍ନୀ ଚନ୍ଦ୍ରଭାଗା ପରି ସମସ୍ତେ ନୀରବ। ଅଥଚ ସେ ନୀରବତାର ଭାଷା ହୃଦୟକୁ ଛୁଏଁ। ମୂର୍ତ୍ତିଗୁଡ଼ିକ ଯେମିତି ନୀରବରେ ପ୍ରଶ୍ନ କରନ୍ତି, କେବେ ଆମକୁ ଜୀବନ୍ୟାସ ଦେବ ଶିଳ୍ପୀ? ଏଇ ନୀରବ ପ୍ରତୀକ୍ଷାର ଶେଷ କେବେ? ଚୁପ୍ ଚୁପ୍ କରି ସ୍ୱର୍ଗତକ୍ତି କରେ କମଳ ମହାରଣା। ଜୀବନ୍ୟାସ ପାଇଲେ ତମେ ଜରା ବ୍ୟାଧି ମୃତ୍ୟୁର କବଳିତ ହେବ ଶିଳ୍ପା। ତମକୁ ମୁଁ ଜୀବନ ଏବଂ ମୃତ୍ୟୁର ବହୁ ଊର୍ଦ୍ଧ୍ୱକୁ ନେଇଯିବାକୁ ଚାହେଁ। ମୁଁ ତମକୁ ଅନନ୍ତ ଯୌବନା କରି
ଅନନ୍ତ କାଳ ଯାଏ ବଞ୍ଚାଇ ରଖିବାକୁ ଚାହେଁ। ତମେ ଆହୁରି ଆହୁରି ପଥର ପାଲଟି ଯାଅ, ମୁଁ ବି ପଥର ହୋଇଯିବି। ପଥରର ଦୃଢ଼ତା ନେଇ ମୁଁ ଶିଳାରେ ଫୁଟାଇବି ପଦ୍ମ। କମଳ ମହାରଣା ପଥରେ ପଦ୍ମ ଫୁଟାଇଯାଏ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।